ନମସ୍କାର ଭାଇ। ନମସ୍କାର। ଭଲ ଅଛନ୍ତି? ହଁ ଭଲ ଅଛି। କଣ ଆଜି ଭାରି ଟେନସନ ଥିଲା? ନାଇଁ ଟେନସନ ନାହିଁ। ବହୁତ କିଛି ସତ ଜିନିଷ କହିଲେ ଆପଣଙ୍କୁ ସମାଜରେ ଗାଳି ଶୁଣିବାକୁ ପଡେ। ଗୁଡାଏ ଜିନିଷ ଯେମିତି ଆପଣଙ୍କ ପାଖରେ ଏଟା ହେଲା ଉନ୍ମୋଚନ ଅର୍ଥ ଜିନିଷ ଗୁଡା ଅଛି ଆପଣ ତାକୁ ରିଭିଲ କଲେ। ସେମିତି ମୁଁ ସୋସିଆଲ ମିଡିଆରେ ଗୋଟେ ଜିନିଷ ଜିନିଷ ଗୁଡାକ ଅଛି ସେଗୁଡାକ ଆମେ କାଳକ୍ରମେ ଭୁଲି ଯାଇଛୁ। ସେଗୁଡାକୁ ଯେତେବେଳେ ପରିପ୍ରକାଶ କରିବାକୁ ପଡିବ ତାହେଲେ ଆପଣ ଗାଳି ବି ଖାଇବେ, ଅବଶ୍ୟ ତାଳି କମ ଗାଳି ପ୍ରବଳ ଖାଇବେ। ତେଣୁ ଟେନସନ କିଛି ନାହିଁ। ମଣିଷ ଇମୋସନ ହିଁ ଚାଲେ। ମଣିଷ ଜନ୍ମ ପାଇଛେ ମାନେ ଆମେ ଦୁଃଖ ସୁଖ ଲାଗିକି ରହିବ। ତେଣୁ ଆପଣ ମୋର ଷ୍ଟେଟ୍ ଅଫ୍ ମୁହଁର ମାଇଣ୍ଡର ଦେଖିକି ଆପଣ ପଢି ପାରିଲେ ଯେ ମନ ଦୁଃଖ ଅଛି। ମନ ଦୁଃଖ ନାହିଁ, ମନ ଭଲ ଅଛି। ନାଇଁ ମତେ ଲାଗିଲା କାଳେ ପୁରୁଣା ଅଭ୍ୟାସ ପୁଣି ଜାଗ୍ରତ ହେଇଯାଇଛି। ନାଇଁ ପୁରୁଣା ଅଭ୍ୟାସ ନାହିଁ। ପୁରୁଣା ଅଭ୍ୟାସ ମାନେ ଆପଣ କହୁଛନ୍ତି ଯେ ନିଶା ଶକ୍ତ ହେଇକି ବୁଲିବା ବା ଇଏ କରିବା ଯେ ନିଶାଟା ଘରେ କାଳେ ଟିକେ ଗାଳି ପଡିଲା କି କଣ? ନାଇଁ ସେମିତି ନାହିଁ। ନିଶା ଭୟଙ୍କର ଜିନିଷ। ମୁଁ ଆଗରୁ ବି କହିଛି, ଏବେ ବି କହୁଛି, ନିଶାରେ ମଣିଷ ସବୁ କିଛି ବର୍ବାଦ କରିଦବ। ଘର ସଂସାର, ବନ୍ଧୁବାନ୍ଧବ, ସାଙ୍ଗସାଥି ସେ ସମ୍ପୂର୍ଣ୍ଣ ଏକ ଭରିକି ହେଇଯିବ। କାହିଁକିନା ତାର ନିଶା ହେଲା ପ୍ରଥମ ପ୍ରେମିକା, ମଝି ପ୍ରେମିକା, ଶେଷ ପ୍ରେମିକା। ପ୍ରଥମ ପ୍ରେମିକା କଣ ନା ସେ ମଦ ପ୍ରଥମ ନେଲା ବେଳେ ଆଗ ସିଏ ଟିକେ ହଚପଚ ହବ ଯେ ନାଇଁ ନିଶା କରିବି। ମଝି ପ୍ରେମିକା ମାନେ ସେଇ ଗୋଟାଏ ପ୍ରେମକୁ ସେ ମଝି ଜାଗାରେ ପହଞ୍ଚିଗଲାଣି। ମାନେ ଆଇଦର ମୁଁ ବାହା ହେବି ନହେଲେ ଛାଡିବି। ବାହା ହେବି କଣ ନା ପୁରାପୁରି ମଦ ମୁଁ ପିଇବି, ତା ପାଇଁ ପଇସା ଦରକାର, ନାଇଁ ଛାଡିଦେବି। ସେଇ ଭିତରେ ଚାଲିଲା ଭିତରେ ତାପରେ ଶେଷତମ ପ୍ରେମିକା ମାନେ ସେ ବାହା ହୁଅ ନ ହୁଅ ତମେ ସେ ନିଶାଟାକୁ ହିଁ ବାହା ହେଇଗଲ। ଦିନରେ ମଦ, ରାତିରେ ମଦ, ଚାରିଟା ବେଳେ ମଦ, ମଲେ ମଦ, ଜନ୍ମଦିନରେ ମଦ, ବାହାଘରରେ ମଦ, ଗାଡି ଚଲାଉଛି ମଦ, 100 କିଲୋମିଟର ବାଟ କେମିତି ଯିବି ତା ପାଇଁ ମଦ, 200 କିଲୋମିଟର ଫେରିବି ଶୀତ ରାତି 14 ଡିଗ୍ରୀ ଥଣ୍ଡା ତା ପାଇଁ ବି ମଦ, ଖରା ହଉଛି ବିୟର ପିଇବି, ଶୀତ ହଉଛି ରମ୍ ପିଇବି, ବ୍ରାଣ୍ଡି ପିଇବି, ହୁଇସ୍କି ପିଇବି, ସ୍କଚ ପିଇବି, ପଇସା ନେଇକି କାରବାର। ମଦ ନିଶା ଗଞ୍ଜେଇ ହେଇଗଲା, ସେଟା ଡର ନିଶା। ଆପଣ ପୁରା ଗଭୀର ଜ୍ଞାନକୁ ପଳେଇବେ। ଭାଙ୍ଗ ଖାଇବେ ମାନେ ଆପଣ ଶୋଇବେ। ସେଥିରେ ଆଉ ଉଲମ ବିଲମ କିଛି ହବାର ନାହିଁ। ଭାଙ୍ଗ ଆୟୁର୍ବେଦିକରେ ଯାଏ। ଗଞ୍ଜେଇଟାକୁ ତ ଭାରତ ସରକାର ଆମର ବନ୍ଦ କରି ରଖା ହେଇଛି। ମଦ ତ ସରକାର ବିକ୍ରି କରୁଛନ୍ତି, କାରଣ ସେଥିରୁ ଟ୍ୟାକ୍ସ ମିଳୁଛି। ଆମକୁ ମାଗଣା ଜୋତା, ଛତା, କତା, ଲାଇଟ୍ ଭଲ ଜଳିବ, କଲେଜ ହବ, ସ୍କୁଲ ହବ, ମେଡିକାଲ ହବ, ଆମକୁ ସବୁ ମାଗଣା ଦରକାର। ମାଗଣା ଦରକାର ପାଇଁ ହେଲେ ଆପଣଙ୍କୁ ସ୍ୱାବଲମ୍ବୀ ହେବାକୁ ପଡିବ, ସ୍ୱାଭିମାନ ହେବାକୁ ପଡିବ। ତେଣୁ ଯୋଉମାନେ ସବୁ ଭଲ ଭଲ କବି ଓଡିଶା ବିଷୟରେ ଯାହା ଲେଖିଦେଇକି ଯାଇଥିଲେ, ବର୍ତ୍ତମାନ ଆପଣ ସେଗୁଡାକ ପାଇବେ ନାହିଁ। ଓଡିଆ ଲୋକ ମାନସିକ କୋଢିଆ ହେଇଯାଇଛନ୍ତି। ଏବଂ ଆଉ ଗୋଟେ ଅଛି, ସେଟା ବହୁତ ଦର୍ଶକ ଆପଣଙ୍କର ଅଛନ୍ତି, ସେଟାକୁ ମୁଁ କହିପାରିବିନି। ଆମେ ଓଡିଆ ଭାରି ବଢିଆ ହେଇଯାଇଛି, ଆମେ ମାନସିକ କୋଢିଆ। ଆଉ ଗୋଟେ ଅଛି, ସେଟା ମୁଁ କହିପାରିନି, ସେଟା ଲୋକ ତାଙ୍କର କରିବେ। ଆଜ୍ଞା, ଏଇ ଯୋଉ ମଦ ଯୋଗୁ ଆମେ ଏବେ ଆତ୍ମନିର୍ଭର ଭାରତ। ହଁ, ସ୍ୱଦେଶୀ ଉପରେ ବହୁତ ଆମର ପ୍ରାଧାନ୍ୟ, ପ୍ରଧାନମନ୍ତ୍ରୀଙ୍କର ପ୍ରାଧାନ୍ୟ। ବିଦେଶୀ ମଦ କାହିଁ ଚାଲୁଛି? ଶୁଣନ୍ତୁ, ପ୍ରଥମ କଥା ହେଲା ସେଟା ଲେଖା ହେଇଛି ଇଣ୍ଡିଆନ ମେଡ୍ ଫରେନ୍ ଲିକର, IMFL ଲେଖା ହେଇଛି। ତ ଆପଣ ସେମିତି କହିପାରିବେ ମୁଁ ଯେ ତାକୁ ବୁଝିନି କେବେ। ନାଇଁ ଆପଣ ନିଶା ନିଅନ୍ତିନି ବୋଲି ଆପଣ ଜାଣିନାହାନ୍ତି। ମୁଁ ଜାଣିଛି, ଅବଶ୍ୟ ଏବେ ଛାଡି ଦେଇଛି। ଇଣ୍ଡିଆନ ମେଡ୍ ଫରେନ୍ ଲିକର ସବୁଆଡେ ପ୍ଲାଣ୍ଟ ଅଛି। ପାରାଦୀପରେ ପ୍ଲାଣ୍ଟ ଅଛି, କେନ୍ଦ୍ରାପଡାରେ ଅଛି। ଭାରତର ସବୁ ଜାଗାରେ ପ୍ଲାଣ୍ଟ, ତାର ଫ୍ୟାକ୍ଟ୍ରି ସବୁ କରାହେଇଛି। ବୋତଲ ଗୋଟେ କମ୍ପାନୀ ଦବ, ଲେବୁଲ ଗୋଟେ କମ୍ପାନୀ ଦବ, ତା ପାଇଁ ରିସର୍ଚ୍ଚର ଅଛନ୍ତି, ତାକୁ ଚାଖିବା ପାଇଁ ଲୋକ ଅଛନ୍ତି। ହେଲା ଯେ ଏଇ ଯୋଉ ପ୍ଲାଣ୍ଟ ମାନ ବନିଛି, ଏଥିରେ କିଛି ଲୋକ ତ ରୋଜଗାରକ୍ଷମ ହେଇପାରୁଛି। ହଁ, ରୋଜଗାର କରୁଛନ୍ତି। ଆଉ ଯିଏ କମ୍ପାନୀ ବନେଇଛନ୍ତି ବହୁତ ମାନେ ହ୍ୟୁଜ ଆମାଉଣ୍ଟର ଅର୍ଥ ବି ରୋଜଗାର କରୁଥିବେ, ତାଙ୍କର ପରିବାର ବି ଭଲରେ ଚଳଉଥିବେ ବୋଲି ମୁଁ କହିପାରିବିନି, କାରଣ ଅନ୍ୟାୟ ଭିତ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ। କିନ୍ତୁ ଯେତେବେଳେ ଆମେ ରାଷ୍ଟ୍ର ସେବା କଥା ଚିନ୍ତା କରୁଛେ, ରାଷ୍ଟ୍ର ବିଷୟରେ ଭାବୁଛେ, ଏଇଟା ଗୋଟେ ସୋସିଆଲ ସିନ୍ ଭଳିଆ ଲାଗୁନି? ଆମେ ଜାଣିଛେ ଆ ଦ୍ୱାରା ଆମ ରାଷ୍ଟ୍ରର ହାନି ହଉଛି, ଆମର ଜନସାଧାରଣଙ୍କର ହାନି ହଉଛି, ଆମର ପାରିବାରିକ ବିଘଟନ ହଉଛି, ଆମ ପରିବାର ନଷ୍ଟ ହେଇଯାଉଛି। ଯୁବକ ମାନେ ଯୁବ ଅବସ୍ଥାରେ ମାନେ କିଏ କାହା ପୁଅ ଘରଉଛି, କିଏ ବାପ ଛେଉଣ୍ଡ ହେଇଯାଉଛି। କୋଉ ସ୍ତ୍ରୀ ଗୋଟେ ସୁନାର ସଂସାର ଗଢିବା ପୂର୍ବରୁ ତାର ସମ୍ପୂର୍ଣ୍ଣ ଆଶା ଅସୁମାରୀ ସବୁ ପାଣି ଫୁଟୁକା ଭଳି ମିଳେଇ ଯାଉଛି। କିନ୍ତୁ ସରକାର ଆକୁ ବନ୍ଦ କରିବା ପାଇଁ କାହିଁକି ପଦକ୍ଷେପ ନେଉନାହାନ୍ତି? କେମିତି କରିବେ? ସରକାର ବନ୍ଦ କରିବାକୁ 2 ମିନିଟ୍ ଲାଗିବନି। ଦରମା ବଢିଲା, ବିରୋଧୀ ଦଳ ବସିଲେ, ଶାସକ ଦଳ ବସିଲେ, ଆମେ ଦରମାଟା ବଢେଇବା। କଣ କହୁଛ? ନା ଆଜ୍ଞା ଦରମାଟା ବଢିବ ନା। ବାହାରେ ଯୋଉ ଲୋକ ଷ୍ଟ୍ରାଇକ କରୁଛନ୍ତି କଣ କରାହବ? ତାଙ୍କ କଥା ପରେ ବୁଝା ହବ। ଆମ କଥା, ଆମ ଦରମା ବଢିବା ଦରକାର। 1,11,000 ଟଙ୍କା ପାଉଥିଲୁ, ଆମର ଖର୍ଚ୍ଚ ଅଧିକ ଦରକାର, ତେଣୁ ଆମକୁ 3,45,000 ଦେଲେ ଆମେ ସମସ୍ତଙ୍କୁ ସ୍ୱାଗତ କଲୁ। ଆସେମ୍ବଲି ସରିଲା, ଦରମା ବଢିଲା, ଯିଏ ଯୁଆଡେ ସବୁ। ଆପଣ କହୁଛନ୍ତି କଣ, ବିଧାୟକ ମାନେ ଯେତେବେଳେ ବିଧାନସଭାରେ ବସୁଛନ୍ତି, ମଦ ବିରୋଧରେ
ମୁହଁ ଖୋଲିବାକୁ କେହି ରାଜି ନାହାନ୍ତି, କାରଣ ତାଙ୍କୁ ବି ଟିକେ ଟିକେ ଦରକାର ହଉଛି କି? ନାଇଁ 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 ନାଇଁ, ମୁଁ କହିବିନି ଯେ ବିଧାୟକ ମାନେ ମଦ ନିଶାରେ ରହୁଛନ୍ତି ବା ବିଧାୟକ ଲୋକମାନେ, ଓଡିଶା ଲୋକ କେବେ କେହି ଚାହାନ୍ତିନି ଯେ ମଦ ପିଆ ହଉ ବୋଲି। କୌଣସି ଘର ଲୋକ ଚାହାନ୍ତିନି, କୌଣସି ବାପ ଚାହେଁନି ଯେ ମୋ ପୁଅ ମଦ ପିଉ, କିମ୍ବା କୌଣସି ପୁଅ ଚାହେଁନି ଯେ ମୋ ବାପା ମଦ ପିଇକି ବୁଲୁ, କେହି ଚାହାନ୍ତିନି। କିନ୍ତୁ କିନ୍ତୁ ବିଧାନସଭା ତ ଅନେକ ଥର ବିତର୍କ ହଉଛି। ଏବେ ବି ତ ବରିଷ୍ଠ ସଦସ୍ୟ କେମିତି କରିବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, କହିଲେ ଭାଜପାକୁ ଚ୍ୟାଲେଞ୍ଜ ଦେଲେ, ତମେ ମଦ ବନ୍ଦ କରିଦିଅ, ମୁଁ ତମ ଆଡେ ପଳେଇ ଯିବି। ମୋ କଥା କିନ୍ତୁ ଶୁଣନ୍ତୁ। ସମସ୍ତେ, ଆମର ଏଇ ଷ୍ଟୁଡିଓରେ ବି ଅନେକ ନେତା ଆସିଛନ୍ତି, ମଦ ବିରୋଧୀ ଆନ୍ଦୋଳନ ବି କରୁଛନ୍ତି। ମଦ ବିରୋଧରେ ସମସ୍ତଙ୍କର ସ୍ୱର, କିନ୍ତୁ ମଦ ବନ୍ଦ ହେଇପାରୁନି। ମୁଁ ବୁଝିପାରୁନି ପ୍ରକୃତରେ ଏହାର କାରଣ କଣ? କାରଣ ହଉଛି ଏହା, ଆପଣ ଯେକୌଣସି ଲୋକଙ୍କୁ ପଚାରନ୍ତୁ, ତାଙ୍କୁ ସବୁ ଜିନିଷ ମାଗଣା ଦରକାର। ମାଗଣା ଦରକାର ଇନ୍ ଦ ସେନ୍ସ କଣ, ମୁଁ ଆଗରୁ ବି କହିଛି, ଲୋକ କାର୍ ନେଇକି ଆସୁଛନ୍ତି, ରାସନ କାର୍ଡଟାକୁ ଧରିକି ଚାଉଳ ଯାହା ଯାହା ସରକାରୀ ଜିନିଷ PDS ରେ ମିଳୁଛି ତାକୁ ନେଇକି ଯାଉଛନ୍ତି। ଏଭଳିଆ ପରିସ୍ଥିତିରେ ଓଡିଶାରେ ମଦ ବନ୍ଦ ତ କେମିତି ହବ? ଯଦି ମଦ ବନ୍ଦ ହେଇଯାଏ, ଖଣି ଖାଦାନ ଯାହା ଥିଲା, 24 ବର୍ଷ ଗୋଟେ ଦଳର ସରକାର ରହିଲେ, ସେମାନେ କଣ କଲେ ସେମାନେ ଜାଣିଥିବେ। ବର୍ତ୍ତମାନ 18 ମାସ କି 19 ମାସ ହବ ବିଜେପି ସରକାର ଆସିଛି, ସିଏ ଚେଷ୍ଟା କରୁଛି ଯେ ସବୁ ଜିନିଷଟାକୁ କେମିତି ସବୁ ସମ୍ଭାଳି ହବ। ବହୁତ ଜିନିଷ ଅଛି, ବେକାରୀ ସମସ୍ୟା, ଆପଣଙ୍କର ବାର୍ଦ୍ଧକ୍ୟ ଭତ୍ତା, ଆପଣଙ୍କର ବିକଳାଙ୍ଗ ଭତ୍ତା, ସ୍କୁଲ ଟିଚର ମାନଙ୍କର ଦରମା, ସ୍କୁଲ ନୂଆ ତିଆରି କରିବା, ଶିକ୍ଷାଟାକୁ ବଢେଇବା, ଡାକ୍ତରଖାନା ନୂଆ କରିବା, ଡାକ୍ତର ମାନଙ୍କର ଆପଏଣ୍ଟମେଣ୍ଟ, ଡାକ୍ତର ମାନଙ୍କର ଦରମା, ସରକାରୀ ସ୍ତରରେ ଦରମା ଦବା ବି କଷ୍ଟକର ହେଇଯିବ ଯଦି ମଦଟାକୁ ବନ୍ଦ କରିଦିଆଯାଏ। କାରଣ ମଦ ଗୋଟେ ଏମିତି ଜିନିଷ, ଲୋକମାନେ ସେଟାକୁ ଆସ୍ତେ 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 ଏମିତି ଅଭ୍ୟାସ କରିଦେଇଛନ୍ତି, ଯୋଉଟା କି ବିନା ମଦରେ କିଛି କୋଉଠି ହେଇପାରିବନି। ମଲା କାମ ପାଇଁ ମଦ ଦରକାର, ଡେଡ୍ ବଡି ଉଠା ହବ ମଦ ଦରକାର, ବାହାଘର ମଦ ଦରକାର, ଗାଡିରେ ଆମେ ଯିବୁ 5 ଜଣ ସାଙ୍ଗ ମିଶିଛୁ ମଦ ଦରକାର। ମଦ ସବୁଠି ଦରକାର, କାରଣ ମଦ ନହେଲେ ହବ ନାହିଁ। 30% ଭଳିଆ ଟ୍ୟାକ୍ସ ଆସୁଛି ଗତ ବର୍ଷ। ଆଉ ଯଦି କୌଣସି ଲୋକ ମଦ ନ ପିଇବେ, ତାହେଲେ ଓଡିଶା ତ କାଙ୍ଗାଳ ହେଇଯିବ। ଦେଖନ୍ତୁ, ମଦ ବିକ୍ରି ହଉ, ମଦ ରେଟଟା ବଢା ହବ। ମଦ ରେଟଟା କଣ ବଢା ହବ ନା, ଯୋଉ ନିପ୍ର ବା ଯୋଉ କ୍ୱାର୍ଟର ହେଇଗଲା, ହାଫ୍ ହେଇଗଲା, ଫୁଲ ହେଇଗଲା, କ୍ୱାର୍ଟରର ଦାମଟାକୁ ପାଖାପାଖି 600 ଟଙ୍କା ରଖାଯାଉ। ସବୁ ମାଦକ ଦ୍ରବ୍ୟ ଆଉ ଯୋଉଗୁଡାକ ସିଗାରେଟ, ଗୁଟକା ହେଇଗଲା, ଗୁଟକା ହେଲା, ସିଗାରେଟ ତା ଉପରେ ହେଇଗଲା, ରେଟ୍ 500% ଅଧିକ ହାଇକ୍, ରେଟ୍ ବଢେଇ ଦିଅ। ରେଟ୍ ବଢେଇ ଯାହା ଦେଲେ ଫଳରେ ବି ଟିକେ ସଚେତନ ହେଇଯିବେ। ବହୁତ କିଛି ସଚେତନ ହେଇଯିବ। ଲୋକ ଚାହିଁବେନି ଯେ ମୁଁ 1000 ଟଙ୍କା ଦେଇକି ମୁଁ ମଦ ପିଇବିନି, ମୋର ରୋଜଗାର ହେଲା ମାସକୁ 40,000 ଟଙ୍କା, ମୁଁ ଯଦି 5 ଦିନରେ 5ଟା ବୋତଲ ଆଣିକି ପିଇଦେଲି, ତାହେଲେ ମୋର 5-10 ହଜାର ସେଠି ପଳେଇଲା। ଘର ଭଡା ଦେବି କଣ, ମୋ ପିଲାଙ୍କ ଭବିଷ୍ୟତ କଣ? ମଦ ଛାଡିଦବ ସେ ବାଧ୍ୟ ହେଇକି। ଏବେ ଭୁବନେଶ୍ୱର ଚାରିଆଡେ ଇଲିଗାଲ ବାର ଗୁଡାକ ସବୁ ସିଜ୍ ସିଜ୍ କରାହଉଛି, ମାନେ ଯୋଉଟା ଦୀର୍ଘ ଦିନ ଧରି ଚାଲି ଆସୁଥିଲା। ସେଟା ନାଁକୁ ମାତ୍ର, ସିଜ୍ କିଛି ହଉନାହିଁ। ଗୋଟେ ସତ୍ୟ ବିହାର ପାଖରେ ଆପଣଙ୍କର ସେଠି ମାଙ୍କ ମନ୍ଦିର ଅଛି, ସପ୍ତଶତୀ ମନ୍ଦିର, ସେଠି ବାରଟା ଚାଲିଥିଲା। ଏକ୍ସାଇଜ ଅଫିସର ଦରମା କାହାର 1.5 ଲକ୍ଷ ଟଙ୍କା ତଳକୁ ନାହିଁ। ସେମାନେ କଣ ଗାଡି ଘୋଡା ଚଲଉନାହାନ୍ତି? ଓଡିଶା ଲୋକ କଣ କେହି ନଥିଲେ? କିଛି ଜାଣିପାରୁନଥିଲେ? ସବୁ ଜାଣୁଥିଲେ। ଏବଂ ତାଙ୍କର, ମୁଁ ଦେଖୁଥିଲି ଗୋଟେ ମିଡିଆରେ ଯେ ତାଙ୍କର ଡାଏରୀ ରେଜିଷ୍ଟର ଗୋଟେ ପାଇଛନ୍ତି ଯେ ଆମେ ଏତିକି ଟଙ୍କା ଦେଲୁ, ସେ ଲୋକକୁ ଏତିକି ଟଙ୍କା ଦେଲୁ। ସେ ଟଙ୍କା ଦିଆଗଲା ତାହେଲେ କାହାକୁ? ସେ ଲୋକଟା କଣ ସେଠି ମିଛ ଲେଖିଥିଲା? ଯେତେବେଳେ ବାରଟା ପୋଡିଗଲା ତାପରେ ସେଟାକୁ ସେ ପାଇଲେ। ତା ମାନେ ଆପଣ ଦେଖିବେ, ଆମ ଘର ପାଖରେ ଗୁଡାଏ ବାର ଅଛି। ଚନ୍ଦ୍ରଶେଖରପୁରରେ ମୁଁ ରହୁଛି 88 ମସିହାରୁ। ଆପଣ ସେଠି ଦେଖିବେ, ସ୍କୁଲ ସେଇଠି, କଲେଜ ସେଇଠି, ମନ୍ଦିର ସେଇଠି, ମସଜିଦ ସେଇଠି। ସରକାରଙ୍କ ନିୟମ ଅନୁସାରେ 500 ମିଟର ସ୍କୁଲ ଥାଉ, କଲେଜ ଥାଉ, ମନ୍ଦିର ଥାଉ, ମସଜିଦ ଥାଉ, ସବୁଠି କିନ୍ତୁ ମଦ ଦୋକାନ ଅଛି 500 ମିଟର ଭିତରେ ଭୁବନେଶ୍ୱରରେ। ଭୁବନେଶ୍ୱରରେ ହଉ, ଓଡିଶାରେ ହଉ, ଯୋଉଠି ହଉ। କହୁଛି ତାର କାରଣ କଣ? ମୁଁ ଯୋଉ ପ୍ରଥମେ ଯୋଉ କଥାଟା, ମୁଁ ତାହେଲେ ଏଇ ନିୟମ କଣ? ଧର୍ମକୁ ଆଖିଠାର, ଧର୍ମକୁ ଆଖିଠାର ନୁହେଁ, ଆମେ ମାଗଣା ଖିଆ ହେଇଯାଇଛୁ। ହେଲା ଯେ ସରକାର ତ ନିୟମ ବନେଇଛନ୍ତି, ସରକାର ହିଁ ତ ସ୍କୁଲ ଖୋଲୁଛନ୍ତି, ସରକାର ହିଁ ତ ମଦ ଦୋକାନକୁ ପରମିଶନ ଦଉଛନ୍ତି। କେମିତି ପରମିଶନ ଦଉଛନ୍ତି? କିଏ ପରମିଶନ ଦଉଛି? ସରକାରଙ୍କର ପ୍ରଥମ ନିୟମ ହେଲା ବାଇ ଦ ପିପୁଲ, ଫର ଦି ପିପୁଲ, ଅଫ ଦି ପିପୁଲ। ଲୋକଙ୍କ ପାଇଁ, ଲୋକଙ୍କ ଦ୍ଵାରା, ଲୋକଙ୍କର। ଆମେ ହେଲେ ସେଇ ଲୋକ। ମତେ ନେତାଟି ଭଲ ଲାଗୁନି, ମୁଁ ଆକୁ ଭୋଟ ଦେବି ନାହିଁ। ଭୋଟ ଚୋରି ସେ ଗୋଟେ ଅଲଗା ଟପିକ ହେଇଯିବ। ଭୋଟ ଚୋରି ହୁଏ କି ନ ହୁଏ ସେ ବିଷୟରେ ଆମେ ଅଲଗା ପରେ ଆଲୋଚନା କରିବା। ଆଗ ମଦ ବିଷୟରେ ଆଲୋଚନାଟା ଆମର ଚାଲିଛି। ମଦ ଯଦି ଓଡିଶାରେ ନ ବିକ୍ରି ହୁଏ, ତାହେଲେ ମାଗଣା ଯୋଜନା ସବୁ ବନ୍ଦ ହେଇଯିବ। ସରକାରୀ ଦରମା ଦେବାକୁ କଷ୍ଟ ହବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେବେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲେ, ସେ ତ ଗୁଜରାଟରୁ ମଦ ବ୍ୟାନ୍ କରିଦେଇଛନ୍ତି। ତଥାପି ବି ଗୁଜରାଟ ଦେଶରେ ନମ୍ବର 1। ଗୁଜୁରାଟ ଯେତେବେଳେ ଆପଣ ଯିବେ, ଗୁଜୁରାଟରେ ମୁଁ ପାଖାପାଖି 4-5 ବର୍ଷ କାଳ ଯିବା ଆସିବା କରିଛି। ରହିଥିଲି ଗୋଟେ ଆପାର୍ଟମେଣ୍ଟରେ, ଘର ଭଡା ନେଇକି ବି ରହିଥିଲି। ଗୁଜୁରାଟର ଲୋକ ଆମ ଓଡିଆ ଲୋକଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ ତାଙ୍କ ଚିନ୍ତାଧାରାରେ। ସେମାନେ ଭାରି ପରିଶ୍ରମ ପ୍ରିୟ ଲୋକ ଏବଂ କାମ କରିବା ଲୋକ, ଏବଂ ତାଙ୍କର ସାହାଯ୍ୟ ଯୋଉ ପ୍ରବୃତ୍ତି, ଆପଣ ଏବେ ଗୋଟେ କାହାକୁ ସାହାଯ୍ୟ, ଓଡିଶାରେ ସେଟା ନାହିଁ। ସେମାନେ ଆମଠୁ ବହୁତ ଆଗରେ।
ବାକି ରହିଲା ବିହାରରେ ମଦ ବି ବନ୍ଦ କରାହେଲା। ବିହାରରେ ମଦ ବିହାରରେ ମଦ ବନ୍ଦ କରାହେଲା, ବିହାରରେ ଚୋରା ମଦ ମିଳିଲା ଏବଂ ଲୋକ ପିଇକି ମରିଲେ। ବିହାରରେ ନୀତିଶ କୁମାର ଅଛନ୍ତି ଏବଂ ଗଠବନ୍ଧନ ସରକାର ସେଠି ଚାଲିଛି, ସେଠି ଠିକ ଠାକ ଅଛି। ବିହାରରେ ମୁଁ ଯାଇକି ସେଠି ବର୍ଷେ 2 ବର୍ଷ କାଳ ଥିଲି, ପାଖାପାଖି 9 ମାସ କାଳ ଗୋଟେ ଜାଗାରେ ଦେହେରୀ ଅନ୍ ସୋନ୍, ଆଜ୍ଞା ସେଠି ମୁଁ ଯାଇକି ଥିଲି। ଏନଟିପିସିର ଗୋଟେ କାମ ଚାଲିଥିଲା, ମୁଁ ସେଠିକି ଯାଇଥିଲି। ଆଜ୍ଞା ତାଙ୍କ ସ୍ତ୍ରୀ ଲୋକମାନେ ନିଜେ କହନ୍ତି ଯେ ଆମେ ରାସ୍ତାକୁ ବାହାରି ପାରୁନୁ, କିନ୍ତୁ ଏବେ ରାସ୍ତାକୁ ଯାଉଛୁ ଆଜ୍ଞା ମଦ ଯେହେତୁ ବନ୍ଦ ହେଇଛି ବୋଲି। ଆଜ୍ଞା ଓଡିଶାକୁ ପଳେଇ ଆସିବା। ଓଡିଶାରେ ମଦ ବିକ୍ରି କରି 2023-24ରେ 7,000 କୋଟି ଟଙ୍କା ରେଭିନ୍ୟୁ ସରକାର ପାଇଛନ୍ତି। ଆଜ୍ଞା 2021-22ରେ ପାଖାପାଖି 6,000 କୋଟି ଟଙ୍କା ସରକାର ରେଭିନ୍ୟୁ ପାଇଛନ୍ତି। 2020-21ରେ ପାଖାପାଖି 5,000 ଟଙ୍କା 5,000 କୋଟି ଟଙ୍କା। ଯଦି 10 ବର୍ଷର ଇତିହାସ ଦେଖିବେ, 50,000 କୋଟି ଟଙ୍କା କେବଳ ମଦରୁ ଆସିଛି। ଆଜ୍ଞା ମଦରୁ ଯେତେବେଳେ ଆସିଲା, ଜୋତା, ଛତା, କତା, ଭତ୍ତା ଏସବୁ ଚାଲିଲା। କାହିଁକି ଆଜ୍ଞା ଚାଲିଲା? ନା ସରକାର ଲୋକଙ୍କୁ ଖୁସି କରିବା ପାଇଁ ଯାଇ, ଆଜ୍ଞା ଭୋଟ ବ୍ୟାଙ୍କଟାକୁ ବଞ୍ଚେଇବା ପାଇଁ ଯାଇ ଏସବୁ ମଦଟା ବିକ୍ରି କରିବା ଛଡା ଆଉ କିଛି ନୁହଁ। ଆପଣ ତ ସାଉଥ ଇଣ୍ଡିଆ ଆଡେ ଯାଇନାହାନ୍ତି। କର୍ଣ୍ଣାଟକ ଯାଆନ୍ତୁ, ତାମିଲନାଡୁ ଯାଆନ୍ତୁ, କେରଳ ଯାଆନ୍ତୁ, ଯୁଆଡେ ଯିବେ ମଦ ଦୋକାନ। ଆମର ଯେମିତି ଓଡିଶାରେ ପାନ ଦୋକାନ, ତାଙ୍କର ସିଆଡେ ମଦ ଦୋକାନ। ହଁ, ଓଡିଶାରେ ମଦ ବନ୍ଦ କରିହବ। ଓଡିଶା ଗୋଟେ ଏମିତି ଜାଗା, ଏମିତି ଜିଓଲୋଜିକାଲ ଜାଗାରେ ଓଡିଶାଟା ଅଛି, ଯୋଉଠିକି ଆପଣଙ୍କର ଖଣି ଖାଦାନ ଭରପୁର ଅଛି, କିନ୍ତୁ ତାକୁ ସଠିକ ବିନିଯୋଗ କରାଯିବା ଦରକାର, ପ୍ଲାଣ୍ଟ କରାଯିବା ଦରକାର। 24 ବର୍ଷ ଶାସନ କାଳରେ ଯଦି 24ଟି ଛୁଞ୍ଚି କାରଖାନା କରାହେଇଥାନ୍ତା ଓଡିଶାରେ, ତାହେଲେ ମିନିମମ୍ ପାଖାପାଖି 5,000 ରୁ 10,000 ଲୋକ ଚାକିରି ପାଇଥାନ୍ତେ ଏବଂ ସେ ଛୁଞ୍ଚି ଗୁଡାକ ଆଜି ବିଦେଶକୁ ଯାଉଥାନ୍ତା। ମୁଁ କେବଳ ଗୋଟିଏ ଉଦାହରଣ ଦେଲି। ଶୀତଳ ଭଣ୍ଡାର କଥା କୁହନ୍ତୁ, ମେଡିକାଲ କଲେଜ କଥା କୁହନ୍ତୁ, ମୁଖ୍ୟମନ୍ତ୍ରୀଙ୍କର ଦେହ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଦେହ ଖରାପ ହେଲା, ସେ ବମ୍ବେ ପଳେଇଲେ। ଏଇଠି କରିହେଇଥାନ୍ତା। ଏଇଠି ଆମର ଏସସିବି ମେଡିକାଲ କଲେଜ ହଉ, ଏମକେସିଜି ହଉ, ଭଲ ଭଲ ପିଲାମାନେ ଆମର ଏଇଠୁ ବାହାରନ୍ତି। ମୁଁ ତ ଦେଖିଛି କେରଳର ପିଲାମାନେ ଆସିକି କଟକରେ ପାଠ ପଢୁଛନ୍ତି, କାରଣ ସେମାନେ ଜାଣିଛନ୍ତି ଯେ ଏଠିକାର ପ୍ରଫେସରଙ୍କର ପାଠପଢାଟା ବହୁତ ଭଲ ପାଠପଢା। ଓଡିଶା କୌଣସି କଥାରେ କମ ନୁହେଁ। କିନ୍ତୁ ହଁ, ମଦ ବନ୍ଦ କରିବା କଥା ଯୋଉ ଆପଣ କହୁଛନ୍ତି, ମଦ ବନ୍ଦ ହେଇପାରିବ, କିନ୍ତୁ ସେ 30% ଟ୍ୟାକ୍ସଟାକୁ ସରକାର ବି ଚିନ୍ତା କରୁଛନ୍ତି। ଏ ଯୋଉ ବର୍ତ୍ତମାନ ସରକାର ଆସିଛନ୍ତି, ବିଜେପି ସରକାର ବି ଚିନ୍ତା କରୁଛି। ସରକାର କିଛି ଚିନ୍ତିତ ନୁହନ୍ତି। ସରକାର ଚିନ୍ତିତ ଥିଲେ ନିଜ ଦରମାକୁ ଏତେ 2.5 ଗୁଣ ବଢେଇ ଦରମା, ସରକାରଙ୍କ ଦରମା ବଢିଲା। ସୋସିଆଲ ମିଡିଆରେ ଦେଖୁଥିବେ, ମୁଁ ବି ନିଜେ ପୋଷ୍ଟ କରିଥିଲି ଯେ ସରକାର ଲଲିପପ୍ ଗୋଟେ ଧରେଇ ଦେଇକି ନିଜ ନିଜ ଘରକୁ ପଳେଇଲେ। କିନ୍ତୁ ତା ଭିତରକୁ ଯିବେ ଆପଣ, କଏନର ଯାହା ବି ହଉ, କିନ୍ତୁ ପ୍ରଥମ କଥା ହେଲା ରାଜନୀତି। ସେମାନେ ରାଜନୀତି ମିନ୍ସ ରାଜ୍ୟ ପାଇଁ ନୀତି। ଯିଏ ରାଜ୍ୟ ପାଇଁ ନୀତି ନିର୍ଦ୍ଧାରଣ କରିବା ପାଇଁ ଆସିଛି, ଆମେ ଅନେକ ଆଗରୁ ଦେଖିଛେ, ଅନେକ ରାଜନେତା ମାନଙ୍କୁ ଦେଖିଛେ, ଏବେ ବି ଆମେ ବହୁତ ରାଜନେତା ମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟ ଦେଖୁଛେ, ଘର ଦ୍ୱାର ଛାଡି ସମ୍ପୂର୍ଣ୍ଣ ଭାବରେ ରାଷ୍ଟ୍ର ପାଇଁ, ଦେଶ ପାଇଁ, ରାଜ୍ୟ ପାଇଁ ସମର୍ପିତ ଭାବ ରଖି ଜନସାଧାରଣଙ୍କ ସେବା ପାଇଁ ସେମାନେ ଆଗେଇ ଆସିଛନ୍ତି। ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଦେଖନ୍ତୁ କିମ୍ବା ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଦେଖନ୍ତୁ। କିନ୍ତୁ ଏତେ ବିକଳିଆପଣ ଦରମା ପାଇଁ, ଦରମା ନବା ମିନ୍ସ ଗୋଟେ କର୍ମଚାରୀ ହେଇଯିବା ସହିତ, ହଁ 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 ଆଉ ଯଦି ଗୋଟେ କର୍ମଚାରୀ କେମିତି ସେ ରାଜ୍ୟ ବିଷୟରେ ଚିନ୍ତା କରିବ? ଯଦି ନିଜର ସମ୍ପତ୍ତି ବଢେଇବା ପାଇଁ, ନିଜକୁ ସୁରକ୍ଷା ଦେବା ପାଇଁ, ନିଜର ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ, ନିଜର ପରିବାର, ନିଜର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜନୀତି କରାଯାଏ, ତାହେଲେ ତ ଦେଶ ରାଜ୍ୟର ଭବିଷ୍ୟତ ନିହାତି ଭାବରେ ଖରାପ ହେଇଯିବ। ଠିକ କହିଲେ। କିନ୍ତୁ ଗୋଟେ ନେତା କରିବ ତ କଣ କରିବ? ସେବା କରିବା ପାଇଁ ଆସିଛି, ନେତା ପାଖରେ ଆହୁରି ଅନେକ ଅପସନ ଅଛି। ସେବା ସେବା କେମିତି କରିବ? ମୁଁ କହୁଛି ଆପଣଙ୍କୁ ଉତ୍ତର। ଦେଖନ୍ତୁ, ଆପଣଙ୍କର ସରକାରରେ ଯିଏ ରୁହେ, ସରକାର ପାଖରେ ଗୋଟେ ବ୍ୟବସ୍ଥା ଥାଏ। ସେ ସରକାରର ବ୍ୟବସ୍ଥାରେ ଅନେକ କାମ କରାଯାଇପାରିବ। ତାମାନେ ନିଜ ପକେଟ ଗରମ କରିବା କୌଣସି ଠିକ କଥା କହିଲେ। ଆମର ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିକି ସିଏ ଗୋଟେ ହଁ, ଏବେ ବି ତ ଗୋଟେ ବଡ ପଦକ୍ଷେପ କାଲି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନେଇଛନ୍ତି। ତାଙ୍କ ନିଜ ସାଲାରୀକୁ ସମ୍ପୂର୍ଣ୍ଣ ଭାବେ ଫରଗନ୍ କରିଦେଇଛନ୍ତି। ମାନେ ଆଉ ବାବୁ ସିଂ, ମାନ୍ୟବର ବିଧାୟକ ଏକାମ୍ର, ସେ ବି ତାଙ୍କ ଦରମାକୁ ସାମାଜିକ କାମରେ ଖର୍ଚ୍ଚ କରିବେ ବୋଲି ଗୋଟେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ସମସ୍ୟା ହଉଛି ପଇସା ପାଇଁ ମଦ ବିକ୍ରି କରିବା ଦରକାର। ନାଇଁ, ମଦ କଥା ସମ୍ପୂର୍ଣ୍ଣ ଅଲଗା ଏବଂ ବିଧାୟକ ମାନଙ୍କର ଦରମାଟା ଇଏ ଗୋଟେ ଅଲଗା ଚାପ୍ଟର ହେଇଗଲା। ମୁଁ ବୁଝେଇ ଦଉଛି, ଆପଣଙ୍କୁ କହିବି, ଦର୍ଶକ ମାନେ କଣ ତାକୁ ଭାବିବେ ମୁଁ ଜାଣିନି। ଦରମା କାହିଁକି ନ ବଢିବ? ଦରମା ଏଇଥିପାଇଁ ବଢିବ, ବହୁତ ନେତା ଅଛନ୍ତି, ମୁଁ ତାଙ୍କ ନାଁ କହିବିନି ଏଠି। ସେମାନେ ଯେତେବେଳେ, ଆଚ୍ଛା, ଏ ଯୋଉ ଦବା ଜିନିଷଟା, ଇଲେକ୍ସନ ତ 5 ବର୍ଷରେ ଥରେ ଆସୁଛି, କିନ୍ତୁ ଗୋଟେ ନେତା ପାଇଁ, ଗୋଟେ ବିଧାୟକ ପାଇଁ, ଗୋଟେ ମନ୍ତ୍ରୀ ପାଇଁ ସେ ପ୍ରତ୍ୟେକ ଦିନ କେବଳ ପକେଟଟା ଚିରିବା ପର୍ଯ୍ୟନ୍ତ ସେ ଦେଇ ଚାଲିଥିବ। ଆରମ୍ଭ ହୁଏ ସରସ୍ୱତୀ ପୂଜାରୁ। ନାଇଁ, ଆପଣ ସେ କଥାରେ ଆମେ ଏକମତ। ଯୋଉ ଦବା, ସେ ଦବା କୌଣସି ଗୋଟେ ଭଲ କାମ, ଗୋଟେ ମହତ୍ଵ କାମ ପାଇଁ ତ କେହି ପଇସା ଦଉନାହାନ୍ତି। ଶୁଣନ୍ତୁ, ଯଦି ପଇସା ଦିଆଯିବ ମଦ କିଣିବା ପାଇଁ, ପୁଣି ନିଜର ଦରମାକୁ ବଢାଯିବ, ସେଥିରେ କୌଣସି ମାନେ ଭୋଟ କୋଉଠୁ ଆସିବ? ଭୋଟ ଆଣିବା ପାଇଁ କଣ ଆମେ ଲୋକଙ୍କୁ ମଦୁଆ କରିଦବା?
ଲୋକଙ୍କୁ ମଦୁଆ କରିଦବା ନୁହଁ, ଲାଞ୍ଚୁଆ କରିଦବା। ସବୁ ପ୍ରକାର କରିପାରିବା। ଇଏ ହେଲା ରାଜନୀତି। ଭୋଟ ପାଇବା ପାଇଁ ହେଲେ ମତେ ପଇସା ଖର୍ଚ୍ଚ କରିବାକୁ ପଡିବ, ଟଙ୍କା ମୁହଁ କରେ ବଙ୍କା। ଏ ଆଗରୁ ଜଣେ କିଏ ବିଦ୍ୱାନ ବ୍ୟକ୍ତି କହିଥିଲେ, କିନ୍ତୁ ସେଇଟା ଏବେ ଯୋଉ ସ୍ୱତନ୍ତ୍ର ନିର୍ବାଚନ କମିଶନ ଯୋଉ ସ୍ଲାବ କରିଛନ୍ତି ଯେତିକି ଲକ୍ଷ 70 ଲକ୍ଷ 72 ଲକ୍ଷ 55 56 ଲକ୍ଷ, ସେଥିରେ କଣ ନିର୍ବାଚନ ହେଇଯାଉଛି? ହବନି, ଅସମ୍ଭବ। ସେଟା ଭାରତ ବର୍ଷରେ ଏତେ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି, କେହି ଜାଣିପାରୁନାହାନ୍ତି, ସମସ୍ତେ ଜାଣିପାରୁଛନ୍ତି, କେହି କିଛି କହିବେନି। କିନ୍ତୁ କାଗଜ କଲମରେ ନାହିଁ। କାଗଜ କଲମ ସବୁରେ ଦରକାର। ତାମାନେ ଆମେ ଜାଣିଛେ ଗୋଟେ ପାପ ଆଉ ଗୋଟେ ଭୁଲ, ତା ପାଇଁ ବି ପ୍ରମାଣ ଦରକାର। ପ୍ରମାଣ ଘରେ ଘରେ। ଆମେ ଏମିତି ଗୋଟେ ନାଇଁ, ସମ୍ବିଧାନ, ଆମେ ଏମିତି ହିଁ ଗୋଟେ ନିଜେ ଅଡୁଆ। ଦେଶରେ, ଆମେ ଏମିତି ଗୋଟେ ସମ୍ବିଧାନ, ଏମିତି ଗୋଟେ ଦେଶରେ ବସବାସ କରୁଛେ, ଆମେ ଭୁଲ ଜାଣେ କିନ୍ତୁ ଭୁଲ ଜାଣେ, ଭୁଲ କରେ, ଭୁଲ ସହିତ ସବୁବେଳେ ସାଲିସ କରିକି ରହେ, କିନ୍ତୁ ଭୁଲକୁ ଧରିବାର ସତ୍ସାହସ ଆମ ଭିତରେ ନଥାଏ। ଭୁଲ ଯୋଉ ଆପଣ କହିଲେ, ବାଇ ଦି ପିପୁଲ ଫର ଦି ପିପୁଲ ଅଫ ଦି ପିପୁଲ, ଆମେ ହିଁ ତ ନିଜେ ଭୁଲ କରୁଛେ। ସେ କ୍ୟାଣ୍ଡିଡେଟ ଟି ଭଲ ନୁହେଁ ମୁଁ ଜାଣିଛି, ତାଙ୍କର ନିଜର କର୍ମୀ ଆସିଲେ, ଟଙ୍କା ନେଲେ ଭୋଟ ଦେଲେ, ବାସ୍ ସରିଲା। ତମ କାମ ସେତିକି। ତମେ ପଇସାଟା ଆମେ ତମକୁ ଦେଲୁ। ମୁଁ ଯେତେବେଳେ ଇଲେକ୍ସନରେ ଠିଆ ହେଲି, ମୋ ପାଖରେ ଥିଲା 5 ଲକ୍ଷ ଟଙ୍କା। ମୋ ପାଖରେ ବର୍ତ୍ତମାନ ଖର୍ଚ୍ଚ ହେଇଗଲାଣି 5 କୋଟି ଟଙ୍କା। ସେ ପଇସା କୋଉଠୁ ଆସିବ? ପଇସା ଆସିବ ମୋ ଅଞ୍ଚଳରେ ଯୋଉ କାମ ହବ ସେଥିରୁ କିଛି ପରସେଣ୍ଟେଜ ମୁଁ ପାଇବି। ଦରମାଟା ବଢିଦେଲେ ଭଲ ହେଲା, କାଗଜ କଲମରେ ମୁଁ ସେଟା ଇଏ ହେଲା। ତାପରେ ମୁଁ ଲମ୍ବା ଗାଡି କେମିତି ଚଢିବି? କଣ ମନକୁ ନା କଣ ଆଗରୁ ସାଇକେଲ ଚଲେଇକି କେତେ ବସରେ ଅଟୋରେ କେତେ ଲୋକଙ୍କୁ କେତେ ସେବା କରିଛି, କଣ ମୋର ଗୋଟା ଖୁସି ବୋଲି କିଛି ନାହିଁ? 4 ଲକ୍ଷ ଟଙ୍କା ହେଲେ 12 ଚଉ 48, ପାଖାପାଖି 50 ଲକ୍ଷ ଟଙ୍କା ମୁଁ ଇନକମ ଟ୍ୟାକ୍ସ ସ୍ଲାବରେ ପଳେଇ ଆସିଲି। ମୁଁ ମୋର ଟ୍ୟାକ୍ସ ଦେଲି, ମୁଁ ଗୋଟେ ଲମ୍ବା ଗାଡି ଚଢିବି। କଣ ମୋ ପିଲା ଛୁଆ ଗୋଟା ଇଏ କରିବେ ନା କଣ? କଥା ହେଲା ଏଇ ସବୁ ଠିକ ଅଛି, ସେମାନେ ତାଙ୍କ ଦରମା ବଢେଇଲେ ଠିକ ଅଛି। ଆପଣ ଗୋଟେ ଦୀର୍ଘ ବର୍ଷର କ୍ୟାରିୟର କରିଛନ୍ତି ମଦରେ, ହଁ, ଯାହା ବି ହେଲେ ଗୋଟେ ମଦ ବହୁତ ପିଇଛି। ମାନେ ମଦ ମାନଙ୍କୁ ଯଦି ଉପାଧି ମିଳିଥାନ୍ତା ତାହେଲେ ବି ଆପଣଙ୍କ ନାଁ ଗୋଟେ ଟପ୍ 20 ଟପ୍ 10 ରେ ବି। ନାଇଁ ଟପ୍ 1 ରେ ମୁଁ ଆସିଥାନ୍ତି। ମୁଁ ଯେତିକି ମଦ ପିଇକି ଗ୍ଲାସରେ ଛାଡୁଥିଲି, ବର୍ତ୍ତମାନ ମଦ ପିଇଲେ ସେଟା 3 ଦିନ ଗଡିବେ। ମୁଁ ବହୁତ ମଦ ପିଉଥିଲି। କେତେ ପ୍ରକାର ମଦୁଆ ଦେଖିଛନ୍ତି ଆପଣ? ଆପଣ ଯଦି ଓଡିଶାର ମଦୁଆଙ୍କୁ ଦେଖିବେ, ବାହାର ମଦୁଆ କଥା, ମଦୁଆଙ୍କର ଜାତି ହେଲା ଗୋଟିଏ। ମଦୁଆ 3 ପ୍ରକାର। ପ୍ରଥମ ହେଲେ ସ୍ୱାଭିମାନୀ ମଦୁଆ। ସିଏ କାହାକୁ ମାଗିବନି, ନିଜ ପକେଟରେ ପଇସା ଅଛି, ନିଜେ ଦୋକାନ ଯିବ, ନିଜେ କିଣିବ, ନିଜେ ଘରକୁ ଯିବ। ତାପରେ ଆସିଗଲେ ଆପଣଙ୍କର ମାନେ ସମୟାନୁବର୍ତ୍ତ। ସେ ଯୋଉ ସ୍ୱାଭିମାନୀ ମଦୁଆର ବେନିଫିଟ ହେଲା, ସେ ସେ ନିଜ ବାପ ପଇସାରେ ହଁ, ନିଜର କଳିଝଗଡା କିଛି ନିଜ ନାହିଁ। ପଇସା ନହେଲେ ନିଜ ବାପ ପଇସା। ହଁ, ବାପ ପଇସା ତ ବହୁତ କମ, ନିଜ ପଇସା ନହେଲେ ସେ ଧାର ଉଧାର କରିକି ମାଗିକି ପିଇବ। ହଁ। ତାପରେ ଆସିଗଲା ଆପଣଙ୍କର ସମୟାନୁବର୍ତ୍ତିତା ମଦୁଆ, ଟାଇମିଂ। ମଦୁଆଙ୍କ ପାଇଁ ଟାଇମିଂଟା ହେଲା ବଡ ଫ୍ୟାକ୍ଟର। 7:30ରେ ମଦ ପିଆ ଆରମ୍ଭ ହବ ମାନେ 7:30ରୁ 45 ଭିତରେ ହିଁ ପିଆ ହବ। ତା ପୂର୍ବ ଦିନରୁ ସବୁ ଯୋଜନା ହେଇଯାଇଥିବ। ଆଜି ପ୍ରୋଗ୍ରାମ ସରିଲା, କାଲି କି କଣ ହବ? ଫୋନ ପେ ଟାକୁ 5 ଥର ଚେକ୍ କରାହବ, ଗୁଗୁଲ ପେ ଟାକୁ 5 ଥର ଚେକ୍ କରାହବ। 1200 ଅଛି, 3 ଜଣ ଆମେ ଅଛୁ, 1500 ଦରକାର, ଆଉ 300 ଗୋଟା କାହାକୁ ମାଗିବା, 300 ବି ମଗା ହବ। ଦରମା ପାଇଲେ ଫେରେଇଦେବି, ନହେଲେ ଆଠୁ ତାଠୁ ମାଗିକି ଫେରେଇଦେବି। ସିଏ ଗୋଟେ ଯୋଜନା କଲା। ତାପରେ ଲାଷ୍ଟର ମଦୁଆର ଯୋଉ ଷ୍ଟେଜଟା ହେଲା, ସେଟା ହେଲା ମାଗିଖିଆ ମଦୁଆ। ମାଗିଖିଆ ମଦୁଆଙ୍କର ଆବହାବୁରୁ ଆପଣ ଜାଣିଦେବେ। 5 ଜଣ 4 ଜଣ ସାଙ୍ଗ ବସି ମଦ ପିଉଛନ୍ତି, ସେ ସାଙ୍ଗଟି ପାଖରେ ପଇସା ନାହିଁ ବା ସେ ଲୋକଟି ପାଖରେ ପଇସା ନାହିଁ, ସେ ସେଇ ବାଟ ଦେଇକି 5 ଥର ଯାଉଥିବ। ଯେତେବେଳେ ତାଙ୍କ ଆଗରେ ହଲର ହବ, କଳିରେ ହଁ ଓହୋ ନେଇନୁ ବୋଧେ, ଆଉ ତୁ ଛାଡି ଦେଇଛୁ ବୋଧେ, ଆଉ ନାଇଁ ମୁଁ କଣ କହୁଥିଲି କି କିଛି ନାହିଁ, ଆସ। ସେଠୁ ଗୋଟାଏ ପାଇଗଲା। ଏ ଯୋଉ 5 ଜଣ ଯୋଉ ପଇସା ଖର୍ଚ୍ଚ କରି ମଧୁଟା ଆଣିଥିବେ, ସିଏ ଯେତିକି ପିଇ ନଥିବ, ସେଇ ଲୋକଟା ସିଏ ହେଲା ମାଗିଖିଆ। ତାର ଦୈନିକ କାମ ହେଲା ଯୋଉଠି ମଦ ପିଆ ହଉଛି ସେ ଏରିଆ ସେ ବୁଲୁଥିବ। ବୁଲାବୁଲି କରିବ। ପକେଟରେ 100ଟି ଟଙ୍କା ଥବ, କାହିଁକିନା ସିଗାରେଟ ଦରକାର, ଗୁଟକା ଦରକାର କି ପାନ ଦରକାର, ସେଟା ସିଏ ତା ନିଜ ଖର୍ଚ୍ଚ ରଖିଥିବ। କିନ୍ତୁ ଚାଖଣା ସବୁଠୁ ବେଶୀ ସିଏ ଖାଇବ, ମଦ ସବୁଠୁ ବେଶୀ ସିଏ ପିଇବ, ଏବଂ ଲାଜ ସରମକୁ ସିଏ ଘରେ ରଖିଦେଇକି ଆସିଥିବ। ମଦୁଆ ବହୁତ ଭେରାଇଟିର ଅଛନ୍ତି। ସମୟାନୁବର୍ତ୍ତିତା ହେଲା ଟାଇମ। ସ୍ୱାର୍ଥପର ମଦୁଆ ଗୋଟେ ଅଛନ୍ତି। ଆପଣ ଧରନ୍ତୁ ଆଜି 5,000 ଖର୍ଚ୍ଚ କରିଛନ୍ତି, ନେକ୍ସଟ ତାର ଗୋଟେ କଣ ପ୍ରୋଗ୍ରାମ ଥିବ, ସିଏ ଖର୍ଚ୍ଚ କରିବାକୁ ଥିବ, ଖର୍ଚ୍ଚ ନାହିଁ। ମୋ ପଇସା ମୁଁ କାହିଁ ଖର୍ଚ୍ଚ କରି, ସିଏ ଖର୍ଚ୍ଚ କରୁଛି, କରୁ। 5,000 କଣ, ତା ପାଖରେ ପଇସା ଅଛି, ମୁଁ ଜାଣିଛି ତାଙ୍କର ଜମି ବିକ୍ରି ହେଇଥିଲା, 50 ଲକ୍ଷ ପାଇଛି, ସିଏ ସବୁ ଖର୍ଚ୍ଚ କରିବ। ଏବଂ ମଦୁଆର ଗୋଟେ ସବୁଠୁ ଖରାପ ଅଭ୍ୟାସ ହେଲା, ଯେପର୍ଯ୍ୟନ୍ତ ପକେଟରୁ ପଇସା ନ ସରିଛି ସିଏ ମଦ ଛାଡି ପାରିବ ନାହିଁ, କି କୋଉ ସାଙ୍ଗକୁ ବିଦା କରିପାରିବ ନାହିଁ। ମୁଁ ଦେବି। ମଦ ପିଲାମାନେ ଆପଣଙ୍କର ଇଗୋ ଭାରି ବଢିଯାଏ। ମୁଁ ଦେବି କରି ସେଟା ଆକାଉଣ୍ଟଟା ପୁରା ଖାଲି ପର୍ଯ୍ୟନ୍ତ, ସେ ରାତି ହଉ ଦିନ ହଉ ସେ ପିଆ ପିଇ ଚଲେଇଥିବ। ରାତିରେ ପିଆ ହେଇଗଲା, ହ୍ୟାଙ୍ଗଓଭର ରହିଲା। ଖରା ଦିନ ହେଲେ ସକାଳୁ ବିୟର ଦରକାର। 10:30 ମଦ ଦୋକାନ ଖୋଲା ହବ ମାନେ ଗୋଟେ ଟିନ୍ ବିୟର ହଉ କିମ୍ବା ଗୋଟେ କାଚ ବୋଟଲ ହଉ ଦରକାର। ଦେଖିଲେ କିଛି ନାହିଁ, ଯଦି ଚାକିରି ବାକିରି କରିଛି ଖାଲି କନ ହେଇକି ଦୋକାନ ଭିତରୁ ଗଳିଯିବ। ଆସ୍ତେ ନୁଚେକି ଦେଇଯିବ। ସେପଟେ ବ୍ରାଞ୍ଚ ମ୍ୟାନେଜର ହୁଅନ୍ତୁ ବା ସିନିୟର ଅଥରିଟି ଯିଏ ଥିବ, ଫୋନ କରି କହିଦବ ଯେ ମୁଁ 100 କିଲୋମିଟର ଦୂରରେ ଅଛି। କୁଆଡେ ଯାଇନଥିବ, ସେ ଭୁବନେଶ୍ୱରରେ ଥିବ କି କଟକରେ ଥିବ, ନିଜ ଆଖପାଖରେ ଥିବ। ମାଲଟି ପିଇ ଦେଇଥିବ କୋଉ କ୍ଲବ ଘରେ କିମ୍ବା ଘରେ ଖାଇ ପିଇକି ସେ ତାର ଶୋଇଥିବ। କିନ୍ତୁ ସେ କହିଛି 150 କିଲୋମିଟର ଦୂରକୁ ଯାଇଛି। ଫୋନ ଆସୁଥିବ, ପୁଣି ତା ପରଦିନ ଅଫିସରେ ପହଞ୍ଚିଲା ବେଳେ, କାଲି କାହିଁ ଫୋନଟା ଉଠେଇଲନି? ମୁଁ ଟିକେ ଅଲଗା କାମରେ ଆଜ୍ଞା ଗାଡି ଚଲୁଛି, ଶୁଭିଲାନି ତ ପରେ କାହିଁ କଲ୍ ବ୍ୟାକ୍ କଲନି? ରାତିରେ ତ ପୁଣି ପିଇ ଦେଇଥିବ।
ମଦ ଛାଡିବା ଭାରି କଷ୍ଟ। ଅବଶ୍ୟ ମୁଁ ପଡିଲି, ଆକ୍ସିଡେଣ୍ଟ ହେଲା, କୋମାରେ 5 ଦିନ ରହିଲି, ଗୁଡାଏ ପଇସା ଘରୁ ଖର୍ଚ୍ଚ ହେଲା। ମଦ ପିଇ ସାରିଲା ପରେ ପିଇ ଦିଅନ୍ତି, କଣ ଅନୁଭବ ହୁଏ? ଅନୁଭବ କିଛି ନାହିଁ। ମାନେ ମଦ ପିଇବାଠୁ ନେଇକି ମଦ ଛାଡିବା ପର୍ଯ୍ୟନ୍ତ, ନିଶା ଛାଡିବା ପର୍ଯ୍ୟନ୍ତ ଅନୁଭୂତି କଣ? ଯେତେ ବଡ ମଦ ଯିଏ ପିଇବା ଲୋକ, ପ୍ରଥମ କଥା ହେଲା ଆପଣ ମଦ ପିଇବା ଲୋକ ମଦୁଆ କେବେ କହିବେନି। ଆଗ ରେସ୍ପେକ୍ଟର କଥାବାର୍ତ୍ତା କରିବେ। ମିଷ୍ଟର ମଦୁଆ, ମିଷ୍ଟର ମଦୁଆ ତ ବେଶୀ ହେଇଗଲା, କାହିଁକିନା ମଦ ବୋତଲ ଯଦି ମଦୁଆ ସାର୍। ହଁ, ବୋଟଲର ଦାମ ଧରନ୍ତୁ 200 ଟଙ୍କା, ସେ 30% ସରକାରକୁ ଟ୍ୟାକ୍ସ ଦଉଛି। ତେଣୁ ଆପଣ ମଦୁଆକୁ ସେମିତି ଖାମଖିଆଲି ଭାବିବେନି। 30% ଟ୍ୟାକ୍ସ ମାନେ ସେ 200 ଟଙ୍କାରୁ 60 ଟ୍ୟାକ୍ସ ପେୟର। ହଁ, 60 ମଦ କିଣିଲା ମାନେ 200 ଟଙ୍କାର ଗୋଟେ ବୋଟଲଟେ କିଣୁଛୁ ମାନେ 30 ଟଙ୍କା ସରକାରକୁ ଦେଲା। ସରକାର କିଏ ନା ଆମମାନଙ୍କୁ ଦେଲା। ମୁଁ ମଦ ପିଉଛି ବୋଲି ମତେ ଆପଣ ଶୋଧନ୍ତୁନି। ଆପଣ ଯୋଉ 30 ଟଙ୍କା ପାଇଲେ ସେଥିରେ ସରକାର ବି ମୁଁ ସରକାରଙ୍କୁ ଦେଲି, ଆଉ ବାକି ପଇସା 200 ମୋ ପକେଟରୁ ଗଲା, 30 ନେଲେ ସରକାର, ଦୋକାନୀ, ତାପରେ ଚାଖଣା ଅଛି, ଚାଖଣା ଦୋକାନୀ ନବ, ପାଣି ବୋତଲ କମ୍ପାନୀ ଅଛି, ସରକାରକୁ ମିଳିଲା ଗଲା। ତାପରେ ଯୋଉ ଜାଗାରେ ଯଦି ଭୁଲଭାଲ ଜାଗାରେ ପିଉଛି, ପୋଲିସ ବାଲା ଆସିଲେ। ଅବଶ୍ୟ ପୋଲିସର ନିୟମ ଅଛି ଯେ ଆପଣ ଚିରୁକୁଟି କାଟି ବା ରସିଦଟା କାଟିକି ଫାଇନଟା ଗଣିବେ। ଅବଶ୍ୟ ବହୁତ ଲୋକ ଏବେ ବଦଳିଲେଣି, କାଟୁଛନ୍ତି, କିନ୍ତୁ ଆଗରୁ କାଟୁ ନଥିଲେ। ତାଙ୍କ ଭିତରେ ବହୁତ ଲୋକ ମଦୁଆ ଅଛନ୍ତି, ସେ ଟିକେ ନେଇଯାଆନ୍ତି ଆଉ ଟିକେ ନେଇଯାଆନ୍ତି ପୁରା ବୋଟଲ ସମ୍ପୂର୍ଣ୍ଣ। ସେଠି 5ଟା ବୋଟଲ ଠିଆ ହେଇଛି, 5 ଜଣ ସାଙ୍ଗ ବହୁତ ଦିନ ପରେ ଭୁବନେଶ୍ୱର ଆଜି ଭେଟ ହୋଇଥିଲେ ଏବଂ ମଦ ଥୁଆ ହେଇଥିଲା। ପୋଲିସ ଭ୍ୟାନଟା ଯାଇକି ପହଞ୍ଚିଗଲା, ଯିଏ ଯୁଆଡେ ଦୌଡ଼ିଲେ, କିନ୍ତୁ ଏମାନେ ଯେହେତୁ ଜାଣିନାହାନ୍ତି ଦୌଡ଼ିଲେନି। 5ଟା ବୋତଲ କଣ ଚାଲିଛି ଧମକା ଧମକି କଲେ, 200-300 ପକେଟରେ ପଡିଥିଲା, ଆଉ ସେ ବୋତଲ ଗୁଡା କୁଆଡେ ଗଲା? ବୋତଲ ଗୁଡା ଗାଡିକୁ ଗଲା। ଦେଖିଲେ ଯେ ବୋତଲ ତଳେ ପଡିନି, ତାପରେ ତାଙ୍କର ଗାଡି ଭିତରେ ସେମାନେ ହିଁ ମଦ ପିଇ ଦିଅନ୍ତି। ମୁଁ ତ ସେଟା ନା କହିପାରିବିନି, କିନ୍ତୁ ମୁଁ ବହୁତ ଲୋକଙ୍କୁ ଦେଖିଛି ରାତିରେ ସେମାନେ ହିଁ ମଦ ପିଇକି ଧରା ହେଇଛନ୍ତି। ମୁଁ ବହୁତ ଥର ଧରା ହେଇଛି, କେତେ ଥର ଗୀତ ବୋଲିକି ପଳେଇ ଆସିଛି। ମୁଁ ପ୍ରତ୍ୟେକ ଥର ଧରା ପଡୁଛି, କାହିଁକିନା ମୁଁ ତ ନର୍ମାଲ ମଦୁଆଙ୍କ ଭଳି ରାତିରେ ଘରକୁ ଫେରେନି, ମୁଁ ସକାଳେ ଫେରେ। ସକାଳେ ଫେରେ ମାନେ ମୁଁ ରାତି ସାରା ରାତି ଯାକ ପିଇ ବୁଲୁଥିବି। ଭୁବନେଶ୍ୱର କୋଉଠି ଆଜି ବି ମିଳୁଛି ମୁଁ ଆଜି କହିଦେବି। ମଦ ପିଇବା ସିନା ଛାଡି ଦେଇଛି, କିନ୍ତୁ ମୁଁ ଜାଣିଛି ହଁ ଗଳିକି ଲୋକ ଗଲେ ସେଠି ମିଳୁଥିବ। 6 ନମ୍ବରରେ କୋଉଠି ମିଳୁଛି କହିଦେବି, ଶହୀଦ ନଗରରେ କୋଉଠି ମିଳୁଛି କହିଦେବି, ଆପଣଙ୍କର ପଳାଶୁଣୀରେ କୋଉଠି ମିଳିବ କହିଦେବି, ଡମଣାରେ କୋଉଠି ମିଳିବ, ପଟିଆରେ, ସାରା ଭୁବନେଶ୍ୱର କୋଉଠି ମଦ ମିଳିବ ଆପଣ ପଚାରିଦେବେ, ମୁଁ କହିବ ସେ ଲୋକ ରଖିଥିବ ଯଦି ବଞ୍ଚିଥିବ। ମୁଁ ଏଟା କହୁଛି 2 ବର୍ଷ 3 ବର୍ଷ ପଛ କଥା। ମଦୁଆକୁ ମଦୁଆ ବୋଲି କହିବେନି। ମଦୁଆ ବହୁତ ପ୍ରକାର, ଏବଂ ମଦ ପିଇଲେ ମଦ ପିଉ ପିଉ ପ୍ରଥମେ ଆଗ ଅବାଗିଆ ଲାଗିବ। ଯେକୌଣସି ମଦୁଆ ହଉ, ପ୍ରଥମ ଯେତେବେଳେ ଗ୍ଲାସଟା ସେ ମୁହଁକୁ ନବ, ଗୋଟିଏ ଢୋକ ପଳେଇବ, ତାପରଠୁ ପୁରା ଚାର ସରିଲା। ଏବଂ ପକେଟରେ ଧର 5,000 ଅଛି, 5,000 ସରିବ। ଏତେ ଜୋସ୍ ନୁହଁ, ମଣିଷ ଇଗୋ, ଆପଣଙ୍କର ସେ ଯୋଉ ହରମୋନଟା ବ୍ରେନ ଭିତରେ ଏମିତି ସେ କରିବ, ଆଣ୍ଡ୍ରୋଲିନ ହରମୋନଟା ଏମିତି ସେ କରିବ, ଆପଣ ଆଗ ଗୀତ ଶୁଣିବାକୁ ଭଲ ପାଇବେ, ଯୁକ୍ତି ତର୍କ କରିବାକୁ ଭଲ ପାଇବେନି। ଆଉ ଯଦି ସାମ୍ନାରେ କିଏ ଗୋଟେ ଯୁକ୍ତି ତର୍କ ଏବଂ ଆପଣଙ୍କ ମନକୁ ନ ପାଇଲା ଭଳିଆ କଥା କହିଦେଲା, ସିଏ ମଲା। ଯୁଦ୍ଧ ତ ହବ ନାହିଁ, ଆଗ କଥାବାର୍ତ୍ତା ଚାଲିବ। ଆଉ ଯଦି ଟିକେ ବଳୁଆ ହେଉଥିବ, କଥାବାର୍ତ୍ତା ହାତାହାତି ହେଲେ ଅବଶ୍ୟ ମଦୁଆଟି ବେଶୀ ମାଡ ଖାଇଯାଏ। ମଦୁଆଟି ବେଶୀ ମାଡ ଖାଇଯାଏ। ମତେ ବି ବଳ ନଥାଏ। ନାଇଁ ବଳ ନଥାଏ। ମୁଁ କେତେ ଥର ଖାଇଛି ନୁହେଁ, ଗୋଟେ ଥର ଏମିତି 2019-20 ମସିହା ହବ, କରୋନା ଜଷ୍ଟ ପରେ ସରକାର ମଦ ଦୋକାନ ଖୋଲିଲେ। ଗୋଟେ ବାର୍ ଟେଣ୍ଡର ବା ବାଉନ୍ସର ଯାହା କହୁଛନ୍ତି, ସିଏ ପିଲାଟି ବାରରେ ଗଣ୍ଡଗୋଳ ଭାଙ୍ଗି ଭୁଙ୍ଗାଇକି ଆସିଥାଏ। ଆମର ସେଠି ଗୋଟେ ମନ୍ଦିରଟି ଅଛି, ମନ୍ଦିର କଡରେ ସିଏ ମୁତୁଥାଏ। ମୁଁ କହିଲି, ଆରେ ବାବୁ, ଏଠି ମନ୍ଦିର କଡରେ କାହିଁ ମୁତୁଛ? ଏଠି ମୁତନ୍ତିନି, ସେଠି ମୁତ। ତୁ କିଏ, ମତେ ଚିହ୍ନିଛୁ କହି 2 ଧକ୍କା ପକେଇଲା, ମୁଁ ତଳେ ପଡିଲି। ତାପରେ ଯିଏ ଯୁଆଡେ ସବୁ ଗଲେ। ଅବଶ୍ୟ ସେଠି ଆଉ ଜଣେ ଲୋକ ଥିଲେ ମତେ, ଯିଏକି ମେଡିକାଲ ନେଇଗଲେ। ମୁଁ ତଳେ ପଡିକି ମୋ ମୁଣ୍ଡଟା ଫାଟି ଯାଇଥିଲା, ସେ ତାଙ୍କୁ ନେଇଗଲେ। ସେଠି ଅବଶ୍ୟ ମୁଁ ସେଦିନ ମଦ ପିଇ ନଥିଲି, କିନ୍ତୁ ସେ ଲୋକଟି ମଦ ପିଇଥିଲା। ଏବଂ କାରଣ ମଦ ପିଇଲେ ପ୍ରୋବ୍ଲେମଟା ସେ ହୁଏ, ଗଣ୍ଡଗୋଳ ବହୁତ ହବ, ମଦୁଆଟି ମାଡ ବହୁତ ଖାଇଯାଏ ଏବଂ ସଫର ଜୀବନରେ ବହୁତ ହୁଏ। ଘର ପରିବାର ପିଲା ଛୁଆ ମାଡ ନିଶ୍ଚିତ ଖାଏ, ମଦୁଆ ମାଡ ଖାଏ। ଘରେ ଖାଉ ନହେଲେ ବାହାରେ ଖାଉ। ହଁ, ଘରେ ଆପଣ ତାକୁ ଫିଜିକାଲି କହିପାରନ୍ତି, ନହେଲେ ମାନସିକ କହିପାରନ୍ତି, କାହିଁକିନା ଘରକୁ ଗଲା ପରେ ସ୍ତ୍ରୀ, ବାପା, ଭାଇ, ବନ୍ଧୁ। ମଦୁଆକୁ ଆମେ ମାଡୁଆ କହିପାରିବା। ମାନେ ମଦୁଆକୁ ମାଡୁଆ କହିଲେ ପୁଣି ସେଟା ଗୋଟେ ଭୁଲଭାଲ ହବ, ମାନେ ସେମାନେ ଷ୍ଟ୍ରାଇକ କରିବେ। ଗୁଡାଏ ଲୋକ କହନ୍ତି ଯେ ମଦ ତମକୁ ନ ପିଉ, ମଦକୁ ତମେ ପିଅ। ସେଟା ଗୋଟେ କହିବା କଥା। ସେଟା ସେ ଲୋକକୁ ଏ ଲୋକ କହନ୍ତି ଏକ୍ସପିରିଏନ୍ସ। ନା ଏକ୍ସପିରିଏନ୍ସ ନୁହଁ, ମୁଁ ତ ସେ କଥା କେବେ କହିବିନି। ମତେ ଗୁଡାଏ ଲୋକ କହନ୍ତି, ତତେ ମଦଟା ପିଇଦେଲା। ଆଉ ବାବୁ, ମଦ କାହାକୁ ପିଏନି, ମଦଟାକୁ ତମେ ପିଇଲ, ପିଇ ସେଟା ଅଭ୍ୟାସ ହେଇଯାଏ, ଅଭ୍ୟାସ ହେଇକା ସରିଗଲା। ସେଟା ଯେକୌଣସି ଜିନିଷ ଅଭ୍ୟାସ ହବ ଖରାପ, ସେ ଖରାପ ମଦ ହଉ କି ଚା ହଉ କି କୋଲ୍ଡ ଡ୍ରିଙ୍କସ ବି ହଉ, ଶରୀର ପାଇଁ ଖରାପ। କୌଣସି ଜିନିଷ ଅଭ୍ୟାସ କରିବା କଥା ନୁହେଁ। ଏବେ ଦେଖୁଥିବେ ଏ ସରକାରରେ, ମୁଁ ତ ଧନ୍ୟବାଦ ଦେବି ଏ ସରକାରଙ୍କର ଅଫିସର ମାନଙ୍କୁ, ଅଧିକାରୀ ମାନଙ୍କୁ, ଯୋଉମାନେ କି ପାଖାପାଖି 250ରୁ 300 ଅଫିସରଙ୍କୁ ଆରେଷ୍ଟ କରିଦେଇଛନ୍ତି କେବଳ ଲାଞ୍ଚ ନବାରେ। ଗୁଡାଏ ଲୋକଙ୍କୁ ଚାକିରିରୁ ସସ୍ପେଣ୍ଡ କରାଯାଇଛି। ସେଟା ଆଗରୁ 24 ବର୍ଷ ହେଲା ଗୋଟେ ଅଭ୍ୟାସ ହେଇଯାଇଥିଲା। ଦେଲନି ଭିତରେ ସବୁ ଚାଲିଗଲା, ତେଣୁ ଏ ଅଭ୍ୟାସ ରହିଯାଇଛି। ଅବଶ୍ୟ ସରକାରଙ୍କୁ ଧନ୍ୟବାଦ, ସେଟା କଲେ। ଆଗରୁ ତ କହିଥିଲି ବସ୍ତି ବାଲାଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ନରେନ୍ଦ୍ର ମୋଦି ଆସିଲା ପରେ ତାଙ୍କୁ ଘର ମିଳୁଥିଲା, ଆଗରୁ ଘର ନଥିଲା। ସସ୍ପେଣ୍ଡ କଲେ କଣଟା ହବ? ପୁଣି ତ କିଛି ଦିନ ପରେ ପୁଣି ସେମାନେ ଚାକିରି, ନାଇଁ ସେ ମାର୍କା ମରା ହେଇଗଲେ।
କିଛି ମାର୍କା ମରା ନାହିଁ। ଲୋକ ସେମିତି ଯିବେ ନାହିଁ। ମାର୍କା ମରା ବି ଭଲ ଭଲ ପୋଷ୍ଟରେ ରହୁଛନ୍ତି। ନାଇଁ ମୁଁ ମାର୍କା ମରା ହେଇଗଲେ ଆଉ ଗୋଟେ ଫାଇଦା ବି ଥାଏ। ମୁଁ କଣ କହିଲେ? ବ୍ରାଣ୍ଡେଡ ଚୋରଟା ବହୁତ ଆବଶ୍ୟକ। ନାଇଁ ନାଇଁ ଏଇଥିପାଇଁ ଆବଶ୍ୟକ, ଗୋଟେ ବ୍ରାଣ୍ଡେଡ ନେତାକୁ, ବ୍ରାଣ୍ଡେଡ ଚୋରି ଦାଗିଥିବା ନେତାକୁ ସେ ତାର ଆବଶ୍ୟକ, କାରଣ ନାଇଁ ତା ଦ୍ଵାରା ଖସିବା ପାଇଁ ସେଟା ବହୁତ ବାଟ ଜଣାଥିବ। ନାଇଁ ନାଇଁ ବିହାରର ରେପ୍ଲିକାଟା ମୁଁ ପହର ଦିନ ଦେଖିଲି କେନ୍ଦ୍ରାପଡାରେ ଗୋଟେ ନବମ ଶ୍ରେଣୀ ପିଲାର ଅଣ୍ଟାରୁ ବନ୍ଧୁକ ବାହାରୁଛି। ଅବଶ୍ୟ ପୋଲିସର ସେଠି ତତ୍ପରତା ଦେଖେଇକି ତାକୁ ଏବେ ପଠେଇଛନ୍ତି ଟେଷ୍ଟ କରିବାକୁ ଯେ ବନ୍ଧୁକଟା କୋଉଠୁ ଆସିଲା କଣ ଆସିଲା। ବାକି ରହିଲା ମଦୁଆଙ୍କୁ ରୋକିବା ପାଇଁ ପୋଲିସ ମାନେ ବି ଗୋଟେ ଗୋଟେ ଅଭିଯାନ ଚଲାନ୍ତି। ଏବଂ ଏବେ ରାସ୍ତାଘାଟରେ ଦେଖିବେ ମାନେ ସ୍କୁଲ କଲେଜର ଷ୍ଟୁଡେଣ୍ଟ ମାନଙ୍କୁ ସିଗାରେଟ ପିଉଛନ୍ତି। ଯେମିତି ଗୋଟେ PhD କଲା ପରେ ଯେମିତି ଆୱାର୍ଡ ମିଳିଯାଏ, ସେଭଳିଆ ରାସ୍ତାଘାଟରେ ଠାଣି ଦେଖେଇକିରି ଟାଣି 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 ଯାଉଛନ୍ତି। ଖାଲି ମୁଁ ଛୋଟ ପିଲାମାନଙ୍କୁ କହୁନି, ପିଲାମାନେ, ବୟସ୍କ ଲୋକମାନେ ରାସ୍ତାଘାଟରେ ଗୋଟେ ସିଗାରେଟ ପିଇବା, ଧୂଆଁ ଛାଡିବା ଆଉ ଲୋକମାନଙ୍କୁ ଦେଖେଇବା, ଏଇଟା ଗୋଟେ ମାନେ ସେମାନଙ୍କର ବାହାଦୁରୀ ଆଉ ଗୋଟେ ଅଭ୍ୟାସରେ ପରିଣତ ହେଇଗଲାଣି। ମୋ ପାଖରେ ଯୋଉ ମୋବାଇଲ ଫୋନଟି ଅଛି, ମୋ ପାଖରେ ପାଖାପାଖି ପୁଳା ପୁଳା ଭିଡିଓ, ଝିଅମାନେ ସିଗାରେଟ ଟାଣୁଥିବେ, ପୁଅ ଝିଅ ମିଶିକି ସିଗାରେଟ ଟାଣୁଥିବେ। ନର୍ମାଲ ସିଗାରେଟ ନୁହଁ, ଗଞ୍ଜେଇ ସିଗାରେଟ। ଅବଶ୍ୟ ସେ ଗନ୍ଧଟାକୁ ତ ଆଉ ମୋବାଇଲ କ୍ୟାପଚର କରିପାରିବନି, ସେଟା ମୁଁ ନିଜେ ଜାଣିଛି। କିନ୍ତୁ ସେ ଭିଡିଓ ଗୁଡାକୁ ମୁଁ ପୋଷ୍ଟ କରିପାରେନି, କାହିଁକିନା ବ୍ୟକ୍ତିଗତ ଆକ୍ଷେପ ଆପଣ କରିପାରିବେ ନାହିଁ, କାହାର ଚରିତ୍ର ସଂହାର କରିପାରିବେ ନାହିଁ। ଆଚ୍ଛା, ଦୋକାନରେ ଆଗ ଷ୍ଟିକରଟି ମରା ହଉଛି, ପ୍ରାପ୍ତବୟସ୍କ ଲୋକଙ୍କ ପାଇଁ ଆମେ ସିଗାରେଟ ଦବୁ, ମରା ହଉଛି। ଦୋକାନୀ ବି ମାରୁଛି, କାରଣ ତାକୁ ଭୟ ପୁଣି ସିଗାରେଟ କମ୍ପାନୀ ଲୋକ ହୁଅନ୍ତୁ ବା ମ୍ୟୁନିସିପାଲିଟି ଲୋକ ହୁଅନ୍ତୁ ଆମଠୁ ଫାଇନ ନେବେ, ସେ ଡରିକି ଲଗାଉଛି। କରିବେ ଆପଣ କଣ? ଆମ ଘର ପାଖରେ ଗୋଟେ କଲେଜ ଅଛି, ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ। ସେ ମହାବିଦ୍ୟାଳୟର ନାଁ ରଖା ହେଲା ଆଚାର୍ଯ୍ୟ ହରିହର। ସେ ପିଲାଗୁଡିଙ୍କୁ ଯାଇକି ଆପଣ ଦୂରରୁ ଦେଖିବେ, ସେଠି ପାଖାପାଖି 5ଟି 4ଟି ଓମ୍ଫେଡ ଅଛି। ସେ ଯେତିକି ସିଗାରେଟ ଟାଣୁନାହାନ୍ତି ତାଠୁ ଅଧିକ ଛେପ ପକେଇକି ଚିତା ପକେଇ ଦଉଛନ୍ତି। ଆପଣ ସେ ଯୋଉଠି ବସିଥିବେ ଆପଣ ସେ ଜାଗାକୁ ଯାଇପାରିବେନି। କାହାର ଅଳ୍ପ ଚିତା ପଡିଥିବ, କାହାର ଟିକେ ବେଶୀ ଚିତା ପଡିଥିବ। ଆରେ ବାବୁ, ଯଦି ଛେପ ବାହାରୁଛି ସିଗାରେଟ ଟାଣିଲା ବେଳେ, ତାମାନେ ତମ ବଡି ପରମିଟ କରୁନି ଯେ ତମେ ସିଗାରେଟ ଟାଣ ବୋଲି। ନାଇଁ ଆମେ ଟାଣିବୁ। ବହୁତ ଜିନିଷ ଅଛି ଯୋଉଟା କି, ଆଚ୍ଛା, ବର୍ତ୍ତମାନ ଭୁବନେଶ୍ୱରରେ ଯେତିକି ଯୋଉମାନେ ଝିଅ ଭୁବନେଶ୍ୱର ଆସୁଛନ୍ତି ପାଠ ପଢିବାକୁ, ତାଙ୍କ ବାପା ମା ଅନେକ ସ୍ୱପ୍ନ ଦେଖିଥାନ୍ତି। କିଛି ତ ଅଛନ୍ତି ଯୋଉମାନଙ୍କର ପରିବାରର ସକ୍ଷମତା ଥାଏ, ଆଉ କିଛି ପରିବାର ତା ପିଲାକୁ ଭୁବନେଶ୍ୱରରେ ପାଠ ପଢିବା ପାଇଁ ତାର ସର୍ବସ୍ୱ ବିକି ଦେଇଥାଏ, ସର୍ବସ୍ୱ ହରେଇଥାଏ। ତାପରେ କହୁଛି, ପିଲା ଆସେ ଭୁବନେଶ୍ୱର। ବଢିଆ କଥାଟି ଆପଣ ପଚାରିଲେ। ଭୁବନେଶ୍ୱରରେ ଯେଉଁଭଳି ପରିବେଶ ପରିସ୍ଥିତିରେ ସେ ବଞ୍ଚେ, ଆଉ ଯେଉଁଭଳି କାରୁକାର୍ଯ୍ୟରେ ସେ ନିଜକୁ ସମ୍ପୃକ୍ତ କରେ, ତା ଦ୍ୱାରା ତା ପରିବାର ତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ। କହୁଛି ଆପଣଙ୍କୁ, ଭୁବନେଶ୍ୱର ଏମିତି ଡେଭଲପ ନଥିଲା। ଅଟଳ ବିହାରୀ ବାଜପେୟୀ ଯେତେବେଳେ ଆପଣଙ୍କର ଗୋଲ୍ଡେନ ଟ୍ରାଇଙ୍ଗୁଲାର ରୋଡ ଯେତେବେଳେ ତିଆରି କଲେ, ପୁରା କାଶ୍ମୀରଠୁ ନେଇକି କେରଳ ପର୍ଯ୍ୟନ୍ତ, ସେପଟେ ଆସାମଠୁ ନେଇକି ଗୁଜରାଟ ପର୍ଯ୍ୟନ୍ତ ଯୋଉ NH ପ୍ରକ୍ରିୟା ତିଆରି ହେଲା, ତାପରେ ତ ଧୀରେ ଧୀରେ ସ୍ମାର୍ଟ ସିଟି ହେଲା। ସବୁ ବର୍ତ୍ତମାନ ଭୁବନେଶ୍ୱର ଆପଣ ଦେଖୁଛନ୍ତି। ସେତେବେଳେ 2004-3 ମସିହାରେ ଏବେ କଣ ଭୁବନେଶ୍ୱର ଆମେ ଦେଖୁଛେ? ଭୁବନେଶ୍ୱରରେ ତ ଅଳିଆ ଗନ୍ଧ। ଏବେ ଭୁବନେଶ୍ୱରରେ ତ ଡେଲି ଖୋଳା ହଉଛି, ପୋତା ହଉଛି। ଭୁବନେଶ୍ୱର କଣ କୋଉ ପ୍ରକାର ନାଇଁ ନା, ମୂର୍ତ୍ତି ତିଆରି ବେଳେ ତାକୁ ଟିକେ କଷ୍ଟ ସହିବାକୁ ପଡିବ। ଏବେ ଯୋଉ ଖୋଳା ହଉଛି ଆପଣ ଦେଖିବେ, ସେଟାକୁ OTPSL ବାଲା, କେବେ ବି ତ ମୁଁ ଯେବେଠାରୁ ଭୁବନେଶ୍ୱର ଆସିଛି ଖୋଳା ହଉଛି, ପୋତା ହଉଛି। ସେଟା ଟାଟା ପାୱାର ବାଲା କରୁଛନ୍ତି। ନାଇଁ ନାଇଁ, ସେଟା ଗୋଟେ ଯୁଗଳବନ୍ଦୀ, ସେମିତି କରିହବନି। କଣ୍ଟ୍ରାକ୍ଟର, ସରକାରୀ ଦଳ, ବିରୋଧୀ ଦଳ ଏବଂ ଅଫିସର, ଏଟା ଯୁଗଳବନ୍ଦୀ ନହେଲେ ହେଇପାରିବନି। ଆଜ୍ଞା ପଇସାଟାକୁ ପୁଣି ନବା ହବ କେମିତି? ଆଜ୍ଞା। ସିଏ ତ ଅଲଗା ଚାପ୍ଟର ହେଇଗଲା। ଆମର କଥା ଥିଲା ଯେ ଯୋଉ ପିଲାମାନେ ଆସୁଛନ୍ତି ଭୁବନେଶ୍ୱରକୁ ପାଠ ପଢିବା ପାଇଁ, ନୋ ଡାଉଟ ଭୁବନେଶ୍ୱରରେ ବହୁତ ଇନଷ୍ଟିଚ୍ୟୁସନ ଅଛି ଯୋଉଠିକି ଭଲ ପାଠ ପଢା ହୁଏ। ଆଜ୍ଞା ଏବଂ ସେ ପିଲାମାନଙ୍କର ଆଜ୍ଞା ଆପଣ ଯାହାକୁ ତାହାକୁ ପଚାରିଦେବେ, ଏବଂ ଏ ପୋଡକାଷ୍ଟ ଯିଏ ଦେଖୁଥିବେ ସେମାନେ ବି ଜାଣିଥିବେ ଯେ ତାଙ୍କ ସାଙ୍ଗମାନଙ୍କର ବର୍ଷକୁ 3ଟା ମୋବାଇଲ ଚୋରି ହେଇଥିବ। ଆଜ୍ଞା। କିନ୍ତୁ ସେଟା ମୋବାଇଲଟା ଫିଜିକାଲି ଚୋରି ହୁଏନି, ସେ ମୋବାଇଲଟା ସେଇଠି ଥାଏ। କିନ୍ତୁ ଘର ବାପ ମାଙ୍କୁ କହିକି ପଇସାଟା ଅଣାଯାଏ। ଆଜ୍ଞା। କାହିଁକିନା ସମସ୍ତେ ଆଇଦର ହୁକା ଟାଣିବେ, ଯେମିତି ନିଆଁଟା ଲାଗିଲା ହୁକା ବାରରେ, ହୁକା ଟାଣିବେ। କୌଣସି 50 ବର୍ଷିଆ ଲୋକ ଯାଇକି ହୁକା ଟାଣେନି, ହୁକା ଟାଣନ୍ତି 20ରୁ 30 ବର୍ଷର ଯୁବ ସମାଜ ଯାଇକି ହୁକା ଟାଣୁଛନ୍ତି। ଆଉ ପୁଅମାନେ ଯେତିକି ଟାଣୁନାହାନ୍ତି, ଝିଅମାନେ ସୁନ୍ଦର ଭାବରେ ଟାଣୁଛନ୍ତି ଏବଂ ଗୋଲ ଗୋଲ ଧୂଆଁ ଉପରକୁ ଯାଉଥିବ। ସେମାନଙ୍କର ମୋବାଇଲଟା ଜାଣି ଶୁଣି ଚୋରି ହେଇଯାଏ। ମାନେ ଘରୁ ପଇସା ଆଣିବା। यस, नहीं वो पापा वो मोबाइल रखा हुआ था, नहीं हम तो गए थे नीचे गए, नहीं वो कौन ले गया मुझे, नहीं नहीं सीसीटीवी में हम बोले हैं, कंप्लेन दिया हुआ है। नहीं बेटा वो कितने का था, नहीं वो 70,000 का था। ସେଟା ଗୋଟେ ଆଇଫୋନ ଟେ ହେଇଥିବ। 70,000 ଆଇଲେ, ଆଚ୍ଛା ସେ ପଇସା ଆଇଲେ ହବ କଣ? କ୍ରେଡିଟ କାର୍ଡର ବିଲଟା ଦିଆହବ। ଏଟା ଆପଣ ଯେକୌଣସି ଏ ପୋଡକାଷ୍ଟ ଯଦି ମିଛ ହେଇଥାଏ ତାହେଲେ ଆପଣ କମେଣ୍ଟରେ ଉତ୍ତର ଦେଇପାରିବେ। ଏଟା ମିଛ ନୁହେଁ। ପ୍ରତ୍ୟେକ ବର୍ଷ ଗୋଟେ ଲାପଟପ ଚୋରି ହବ, କିନ୍ତୁ ଚୋରି ହୁଏନି। ବାବୁ ତୋରି ରୁମ ରହିଲା, ତୁ ନିଜେ ଅଛୁ, 4 ଜଣ ସାଙ୍ଗ ଏକ୍ସଚେଞ୍ଜ କରିଦବାର ଅଛି, ସାଙ୍ଗ ସାଙ୍ଗ ଭିତରେ ଏକ୍ସଚେଞ୍ଜ କରି ଟୋଟାଲି ଚୋରି ନଥିବ, ସେଇଠି ଥୁଆ ହେଇଥିବ।
ବାପା ଯୋଉ ପଇସା ପଠେଇବେ କି ମା ଯୋଉ କି ମାମୁଁ ଯୋଉ ପଇସାଟା ତାର ପଠେଇବେ, ପରିବାରରେ ପ୍ରଥମତଃ ପ୍ରତ୍ୟେକ ପରିବାର ତାଙ୍କ ପିଲାକୁ ସଂସ୍କୃତି ସମ୍ପନ୍ନ କରିବା କଥା। ମାନେ ତାର ଇମୋସନ ସହିତ ରହିବା କଥା, ନହେଲେ ଏଇଭଳି ପରିସ୍ଥିତି ଯଦି ସୃଷ୍ଟି ହବ ତାହେଲେ ଭାରତର ଗତି କୁଆଡେ ହବ? ସଂସ୍କୃତି ଭଲ କଥାଟା କହିଲେ, ଯୋଉଟା କି ଓଡିଶା କହିଲେ ଆମର ଅସ୍ମିତା। ଅସ୍ମିତା। ଅସ୍ମିତା ମାନେ ସ୍ମିତା ମାନେ ଯୋଉଠି ସରେନି ସେଟାକୁ ଅସ୍ମିତା ବୋଲି କୁହାଯାଏ। ବଢିଆ ପ୍ରଶ୍ନଟି ପଚାରିଲେ। ଆପଣ ଭୁବନେଶ୍ୱର ହଉ ସାରା ଓଡିଶାର ହଉ, ଘରର ମୂଳଦୁଆ ହେଲେ ସେଠିକାର ମା ମାନେ। ପୁରୁଷଟି ବାହାରକୁ ଯିବ, ରୋଜଗାର କଥା ଚିନ୍ତା କରିବ, ଘର ସମ୍ଭାଳିବ, ସଂସ୍କାରଟା ଦିଏ ତା ମା ଦିଏ। ବର୍ତ୍ତମାନ ଆପଣଙ୍କୁ ଦୁଃଖର ସହ ମୁଁ କହୁଛି, ବହୁତ ମହିଳା ମାନେ ବି ଆପଣଙ୍କ ପୋଷ୍ଟ କାର୍ଡ ଦେଖୁଥିବେ, ବର୍ତ୍ତମାନ ଆମ ସ୍ତ୍ରୀ ବା ଝିଅ ମାନଙ୍କର ବାଳର ରଙ୍ଗ କୁକୁଡା ବି ହାର ମାନିଯିବ। ନାଲି, ନୀଳ, ହଳଦିଆ, ନାରଙ୍ଗୀ, ସବୁଜ ଇଏ ରଙ୍ଗ ହେଲା। ଆଚ୍ଛା, ଘୋଡା ଲାଙ୍ଗୁଡ ସିଏ ବି ବଙ୍କା ହେଇଯିବ, କିନ୍ତୁ ଏଠି ଆଙ୍କର ଯୋଉ କେଶ ବଙ୍କା ହବ ନାହିଁ। ରିଜିନ କଣ ରହୁଛି? ତାର ଗୋଟେ ରିପୋକେସନ ହବ। କଣ ହବ? ତାଙ୍କ ଝିଅ କିମ୍ବା ପୁଅକୁ 5 ବର୍ଷ, ସେ ଦେଖିଲା ମୋ ମା ଏମିତି ରଙ୍ଗ କରିଛି, ସେଇ ଝିଅକୁ 12 ବର୍ଷ ହେଲା, ତାର ଟେଷ୍ଟୋଷ୍ଟେରୋନ ଆଣ୍ଡ୍ରୋଜେନ ଯେତେବେଳେ ଡେଭଲପ ହେଲା, ଆଚ୍ଛା ମୁଁ ବି ବାଳ ରଙ୍ଗ କରିବି। ତାପରେ ଆଉ ଗୋଟେ ଆସିଯାଇଛି ଏବେ ଟାଟୁ, ଚିତା କୁଟେଇବା। ଚିତା ଏଇଥିପାଇଁ କୁଟା ହଉଥିଲା, ଅତୀତ ମାନଙ୍କରେ ଭାରତ ସାରା ଉପକୂଳବର୍ତ୍ତୀ ଜିଲ୍ଲା ହଉ ରାଜ୍ୟ ହଉ ସେଗୁଡାକ ଭାରି ଡେଭଲପ ଥାନ୍ତି, କାହିଁକିନା ନଈ ସେଇପଟେ ଯାଏ, ସମୁଦ୍ର ସେଇଠି, ଚାଷବାସ ଭଲ କାମ ହୁଏ ଏବଂ ସେ ଲୋକମାନେ ଭାରି ସମ୍ଭ୍ରାନ୍ତ ଶ୍ରେଣୀ ହୋଇଥାନ୍ତି। ଖାଇବା ପିଇବା ଏବଂ ଶିକ୍ଷାଗତ ବ୍ୟବସ୍ଥାରେ ସେମାନେ ଭଲ ଥାନ୍ତି। ସେମାନେ ତାଙ୍କ ଝିଅମାନଙ୍କୁ ଅସୁନ୍ଦର କରିବା ପାଇଁ ଚିତା କୁଟେଇ ଦଉଥିଲେ। ନାକ, ଗାଲ, କାନ, ବେକ, ହାତ। ଆପଣ ଗୁଡାଏ ଆଡେ ଦେଖିବେ ବହୁତ ସ୍ତ୍ରୀ ଲୋକ ଯୋଉମାନଙ୍କୁ 70 ବର୍ଷ ହେଇଗଲାଣି କି 60 ବର୍ଷ ହେଲାଣି ଏବେ ବି ବଞ୍ଚିଛନ୍ତି, ତାଙ୍କର କାନ, ମୁଣ୍ଡ, ନାକରେ, ଗାଲରେ ସବୁ ଚିତା କୁଟା ହେଇଥିବ। ଅବଶ୍ୟ ଏବେ ଆଉ କରୁନାହାନ୍ତି ସେମିତି, କାହିଁକିନା ବହୁତ ରିଫର୍ମ ହେଇଗଲାଣି। ରାଜା ରାମମୋହନ ରାୟ ବାଲ୍ୟ ବିବାହ ଇଏ ପ୍ରଥା ଉଚ୍ଛେଦ କଲେ, ସେ ସବୁ ବଦଳିଗଲା। ଏବେ ପଳେଇ ଆସୁଛନ୍ତି ଭୁବନେଶ୍ୱରକୁ। ଟାଟୁ ଆପଣ ଏବେ ଦେଖିବେ କଲେଜ ପିଲାମାନେ ବି ଟାଟୁ ଜାଣି ଶୁଣି କରିକି ଯାଉଛନ୍ତି। ଆରେ ବାବୁ, ସେ ଟାଟୁଟାର ଅତୀତ ବିଷୟରେ ଆଗ ଜାଣ। ଟାଟୁଟାକୁ ପୂର୍ବରୁ ଏଇଥିପାଇଁ କରାହଉଥିଲା ଯେ ତାର ଝିଅଟିକୁ ଅସୁନ୍ଦର କରାହଉଥିଲା। କୌଣସି ପୁଅ କେବେ ଟାଟୁ ଚିତା କୁଟା ହୁଏନି, ଝିଅ ମାନଙ୍କ ଦେହରେ ଚିତା କୁଟା ହୁଏ। କାହିଁକିନା ସେତେବେଳେ ଯୋଉ ପୁରୁଷ ମାନେ ଥିଲେ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକମାନେ, କାଳେ ମୋ ଝିଅକୁ କିଏ ନେଇଯିବ କରିକି, ନହେଲେ ତ ଆଗରୁ ସବୁ ଯାକ ହିନ୍ଦୁ ଧର୍ମରେ ଦିନରେ ବାହାଘର ହଉଥିଲା। ତାପରେ ରାତିକି ଆସିଲେ, କାହିଁକିନା ଲୁଚେଇକି ଆମେ ବାହାଘର କରିବା। ଏକରେ ତ ଚିତା କୁଟେଇବା, ଦ୍ୱିତୀୟରେ ରାତିରେ ବାହାଘର କରିବା, ଏବଂ ସବାରି ପ୍ରଥା ସେପଟୁ ଆସିଲା। ପାଲିଙ୍କି ଆଉ ସବାରି। ସବାରି ଯୋଉ ଲୋକଟି ନିଏ, ସେ 4ଟା ଲୋକ ଠେଙ୍ଗା ଧରିଥିବେ, ଗୋଟେ ପିତ୍ତଳ ଢାଳ ହଉ କିମ୍ବା କଂସା ଢାଳରେ ପାଣି ରଖା ହେଇଥିବ, ଏବଂ ସେମାନେ ଆଗରେ ଖାଲ, ପଛରେ ଖାଲ, ଏଇଠି ଖାଲ, ସେ ଯୋଉ କହିକି ଯାଆନ୍ତି। ରାତିରେ ଆଲୁଅଟି ଲଗେଇ ସେ ଦୂରଦୂରିକି ଯୋଉଠିକି ଜୋର ଜୋର ପଳାନ୍ତି। ପାଲିଙ୍କି ବାଲା ନେଇକି ଯାଆନ୍ତି, ସବାରି ନେଇକି ଯାଆନ୍ତି। ସେଟା ରାତିରେ ବାଧ୍ୟ ହେଇ କରାଗଲା। ଅବଶ୍ୟ ସବୁ ହିନ୍ଦୁ ଧର୍ମରେ ଦିନରେ ସୂର୍ଯ୍ୟଙ୍କୁ ସାକ୍ଷୀ ରଖିକି, ଅବଶ୍ୟ ବ୍ରାହ୍ମଣ ମାନଙ୍କର କେବଳ ଅଛି ବ୍ରତ ବାହାଘର କରୁଛନ୍ତି, ଆଉ ବାକି ସମସ୍ତେ ରାତିରେ କରୁଛନ୍ତି। ବ୍ରାହ୍ମଣ ମାନେ ବି ରାତିରେ ବାହାଘର କରିବେ। ରାତିରେ ବାହାଘର ରାତିରେ ଟିକେ ବାଣ ଫୁଟିବ। ହଁ, ଲୋକ ଦେଖିବେ। ହଁ, ବାଣ, ଏଇ ଯୋଉ ବାହାଘରରେ ଆପଣ ଦେଖିବେ, ଏଟା ଶୀତ ଦିନ ବାହାଘର ସିଜିନ ଏବେ ଚାଲିଛି, ବାଣ ବହୁତ ଫୁଟୁଛି। ଭଲ କଥାଟେ ବାଣ ପଚାରିଲେ। ଯେତିକି ରାତିରେ ବାହାଘର ହେଲେ ଟିକେ ନିଶା ହେଲେ ବେଶୀ ଲୋକ ଦେଖିବେ। ବେଶୀ ଲୋକ ଦେଖିବେ ଏବଂ ବେଶୀ ଲୋକ ଦେଖିବେନି ନିଶାଟା, ଦିନରେ ବହୁତ ଲୋକ ଦେଖିଦେବେ। ବହୁତ ଲୋକ ବେଜି ଦେଇଛ ମଣିଷ, ତେଣୁ ରାତିରେ ଅନ୍ଧାରେ କାମ। ଯୋଉ ବାଣ ଫୁଟା କଥା ଗୋଟେ ଭଲ ବେଜିତି ହବାଟା ପ୍ରଥମତଃ ବେଜିତି ହଉଛନ୍ତି ବୋଲି ଆପଣ ଯଦି ନିଜେ ଜାଣୁଛନ୍ତି ବେଜିତି ହବା କଥା ନୁହେଁ। ଶୁଣନ୍ତୁ, କିଏ କହିବ ମୁଁ ବେଜିତି ହଉଛି, ମୁଁ ଗୋଟେ ଭଲ ସେ କଥା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିବେ? ଭଲ କଥା ଆପଣ ଗୋଟେ କହିଦିଏ ଏବଂ ଦର୍ଶକ ମାନଙ୍କୁ କହିଦିଏ। ଆପଣ ଦେଖିବେ ଯୋଉ ଲୋକଟି ବେଶୀ ବାଣ ଫୁଟେଇ ଢୋ ଢା କରିକି ଯାଉଛି ପ୍ରୋସେସନରେ, ଠିକ 2 ବର୍ଷ ପରେ ତା ଜୀବନରେ ଠୋଠା ନା। ତାଙ୍କ ଘରେ ଠୋଠା ହଉଥିବ, କିନ୍ତୁ ସେ ଆବାଜଟା ସେ ବାହାଘର ବେଳେ ସାରା ଏରିଆକୁ ଶୁଣେଇ ଦେଇକି ଗଲା। କିନ୍ତୁ ବାହାଘରର 2 ବର୍ଷ ପରେ ଯୋଉ ବାଣଟା ଫୁଟିବ, ସେଟା କେବଳ ତା ଘର ଲୋକ ଶୁଣି ପାରିବେନି। ଆଗ ସିଏ ଶୁଣିବ, ତାପରେ ତା ପାଖ ପଡିଶା ଲୋକ ଶୁଣିବେ, ଘର ଲୋକ ତ ବହୁତ ପରେ ଶୁଣିବେ। ଡେଲି ବାଣ ଫୁଟିବ। ବାଣ ଫୁଟେଇଲେ କଣ, ଲୋକମାନଙ୍କର ଏଇ ଯୋଉ ଅଭିଶାପଟା ପଡିଲା, ଏଟା କିଏ ବାହୁଛି, ଏତେ କଣ ବାଣ ଫୁଟଉଛି, ସରିଗଲା। ସେଟା କେବେ ଶୁଭ ମଙ୍ଗଳ କାର୍ଯ୍ୟରେ ଗଲା ନାହିଁ। ତେଣୁ ବାଣ ଫୁଟା ଯାଏ, କାହିଁକିନା ରାତିରେ ଅଳ୍ପ ଟିକେ ଫୁଟିଦେଲେ କାମ ସରିଲା। ନାଇଁ, ମୋ ପାଖରେ ପଇସା ଅଛି, ମୁଁ 50,000 ବାଣ ଫୁଟେଇବି। ଫୁଟା ଭାଇ, ତୋ ପଇସା ତୁ ତୋର ଫୁଟେଇବୁ। ପରମିଶନ ଆଣିଛୁ ପୋଲିସ, ଫୁଟେଇବୁ, କିଛି ବଡ କଥା ନୁହେଁ। ଆମେ ଯୋଉ ଟପିକଟା ଯୋଉ ଥିଲା, ଯୋଉ ନ୍ୟୁ ଇୟର, ଏବେ ନ୍ୟୁ ଇୟର ଆସିଲା, ନ୍ୟୁ ଇୟର ତ ଏବେ ଆସିଲା। ଗୁଡାଇ ବାରରେ ଯେମିତି ନିଆଁ ଲାଗିଗଲା ସପ୍ତଶତୀ ମନ୍ଦିର ପାଖରେ, ଭାରି ଅସୁବିଧା ହବ। ଗୁଡାଇ ବାରରେ ଆପଣ ଦେଖିବେ ଏକ୍ସିଟ ବାଟ ଗୋଟିଏ ପୁରା ହେଇଥିବ। ଜିରୋ ନାଇଟ୍ ସେଲିବ୍ରେସନ ଟା ଗୋଟେ ଟାଇପ ର ଜିରୋ ନାଇଟ୍ ସେଲିବ୍ରେସନ ହବ, ରୋକିଗଲା ହୋ ଭଳିଆ ହାଲା ଲାଗୁଛି। ହେବେ। ତାପରେ ପୋଲିସ ବାଲା ଯିଏ ଥିବେ ତାଙ୍କୁ ବି ହଡଗଣ୍ଡରେ ପକେଇଦବା କଥା। ରାତି ସାରା ସେ ଡ୍ୟୁଟି କରିଥିବେ। ଆରେ ବାବୁ, ସିଏ ତାଙ୍କୁ ଭାଇ କାମ ଛାଡ। ଆଗରୁ ତ ପୋଲିସ ଚାକିରି ଲୋକ ଭାବୁଥିଲେ ଅଧା ଚାକିରି, ବର୍ତ୍ତମାନ ପୋଲିସ ଚାକିରିଟା ଅଭିଶପ୍ତ ଚାକିରି ହେଇଗଲାଣି।
କେମିତି ରଥଯାତ୍ରାରୁ ଆରମ୍ଭ ହେଇଯିବ। ରଥଯାତ୍ରାରେ କେତେ ନା 50,000 ପୁଲିସ ଫୋର୍ସ ଦରକାର। ହଉ ଭାଇ ଯାଅ, ସେଠି ଠେଲା ମେଲା ଧକ୍କା ଫକା ଖାଇ କିଏ କୋଉଠି ଝାଡା ବସିଲା ନହେଲେ ନାହିଁ, ଖାଇଲା ନାହିଁ ପିଇଲା ନାହିଁ, ସିଏ ତାଙ୍କ ଡ୍ୟୁଟି ସରିଲା। ପୁଣି ଆସ ଭୁବନେଶ୍ୱର କଟକ ଆସ, ଦୁର୍ଗା ପୂଜା ହବ, ହଉ ଦେ ଚାଲ। ପୁଣି ସର୍ତ୍ତକ ନାହିଁ ପୁଣି ଲକ୍ଷ୍ମୀ ପୂଜା, ସିଏ ସର୍ତ୍ତକ ନାହିଁ ଗଣେଶ ପୂଜା, ତା ଭିତରେ ସରକାରଙ୍କର ଆସେମ୍ବଲି ଅଛି ତାକୁ ଜଗ। ପୋଲିସ ଚାକିରି ବର୍ତ୍ତମାନ ବଡ ମୁଣ୍ଡ ବ୍ୟଥାର ଚାକିରି, ଭାରି କଷ୍ଟ ପୋଲିସ ଚାକିରି। ଆପଣ ଆଉ ନାହିଁ ଚାକିରି କରିବ ପୋଲିସ ମାଛ ଖାଇବ ଇଲିଶ। ନାଇଁ ନାଇଁ ଭୁଲ କଥା, ସେଟା ଯିଏ କହିଦେଇଥିଲା କେମିତି ଗୋଟେ କଣ ଏବେ ପାଇଁ କହିଦେଇଥିଲା। ଆପ୍ଲିକେବଲ ନାହିଁ, ଏବେ ପୋଲିସ ମାନେ ନା ଇଲିଶ ମିଳୁଛି ନା ଆଉ ପୋଲିସ ଏବଂ ଚାକିରି ସେଇଭଳିଆ ଯୋଉମାନେ ଅଛି। ଆପଣ ଯଦି ସାଙ୍ଗସାଥି ଥିବା ବା ଏ ପୋଡକାଷ୍ଟ କିଏ ଦେଖୁଥିବେ, ଆପଣ ଯଦି ତାଙ୍କ ବୟସ 45 ତଦୁର୍ଦ୍ଧ ହେଇଗଲାଣି, ଭେରାଇଟି ରୋଗ ତାଙ୍କୁ ଭାରି ପଡିଲାଣି। କାହାକୁ ସୁଗାର ହେଇଗଲାଣି, କାହାକୁ କୋଲେଷ୍ଟ୍ରୋଲ ବଢିଲାଣି, କିଏ ବିପି ଆଟାକ ତାକୁ କଲାଣି, ହାର୍ଟ ଷ୍ଟ୍ରୋକ କାର ଥରେ ରିଟାୟାର୍ଡ ପୂର୍ବରୁ ଥରେ ହାର୍ଟ ଷ୍ଟ୍ରୋକ ହେଇଗଲାଣି। କାରଣ ପୋଲିସ ବର୍ତ୍ତମାନ ହିନ୍ଦୀ ସିନେମା ଭଳିଆ ଆଉ ନାହିଁ, ବର୍ତ୍ତମାନ ଭାରି କ୍ରିଟିକାଲ ହେଇଗଲାଣି ପୋଲିସ ଚାକିରି। କହିପାରିବିନି କାହାକୁ, ହଠାତ୍ ଧରିପାରିବେନି। ଆଚ୍ଛା, ରାତିରେ ଯଦି ଗୋଟେ କାହାକୁ ରେଡ୍ କଲେ ସେଠି ଗୋଟେ ଲେଡି ପୋଲିସଟେ ଦରକାର। ଏବେ ଗୋଟେ ଭେରାଇଟି ବାହାରିଛି ଯେ ଘରର ପୁରୁଷ ଲୋକମାନେ ଆସୁନାହାନ୍ତି, ସ୍ତ୍ରୀ ଲୋକମାନଙ୍କୁ ପଳଉଛନ୍ତି। ମତେ କାହିଁକି ସେ ପୁରୁଷ ଲୋକଟା ହାତ ମାରିଲା, ମୁଁ ତା ନାଁରେ କେସ୍ କରିବି। ଆରେ ବାବୁ, ସିଏ ଯାଇଛନ୍ତି, ତାଙ୍କୁ କୋଅପରେଟ କର। ନାଇଁ ପୁରୁଷ ଆସିବନି, ସ୍ତ୍ରୀ ଲୋକଟି ଯିବ। ଆଚ୍ଛା, ସ୍ତ୍ରୀ ଲୋକଟି ଯଦି ନ୍ୟୁଲି ମ୍ୟାରେଡ ହେଇଥିବ ବା ତାର ପିଲା ଛୁଆଟି ଜନ୍ମ ହେଇଥିବ, ସିଏ କଣ କରିବ? ଚାକିରି ତ କରିଛି, ଡ୍ୟୁଟି କି ଯିବ, ସେପଟେ ପିଲା କାନ୍ଦୁଥିବେ, ଇଏ ଭାରି ଟେନସନ। ଆଜ୍ଞା, ପୋଲିସ ଚାକିରି ଆଉ ସେ ଚାର୍ମ ନାହିଁ ଆଉ। ତାହେଲେ ଆପଣ ଆଶା ରଖୁଛନ୍ତି ଓଡିଶାରେ ଟିକେ କିଛି ଦିନ ପରେ ମଦରେ ବ୍ରେକ୍ ଲାଗିବ? ମଦ ବନ୍ଦ ହେଲେ ଏଇଆ ହବ, ଆମକୁ ନିଜେ ସ୍ୱାଭିମାନୀ ହବାକୁ ପଡିବ, ଆମକୁ କାମ ମାନେ କଣ, କରିବାକୁ ପଡିବ। ସ୍ୱାଭିମାନୀ ମଦୁଆ ନା ସ୍ୱାଭିମାନୀ ଲୋକ? ସ୍ୱାଭିମାନୀ ଲୋକ ହବାକୁ ପଡିବ। ଉଠ କଙ୍କାଳ ଛିଡୁ ଶୃଙ୍ଖଳ, ସେ ଗୀତଟା ଏମିତି ମନକୁ ଲେଖା ହେଇନଥିଲା। ସେ ଗୀତଟା ଏଇଥିପାଇଁ, ଆରେ ଓଡିଆ ତମେ ମାନେ ସେୟା ନୁହଁ, ତମେ କୋଣାର୍କ ତିଆରି କରିଛ, ତମେ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ତିଆରି କରିଛ, ତୁମେ ବହୁତ କିଛି ବିରଳ ଜିନିଷ ତିଆରି କରୁଛ ଯୋଉଠିକି ସାରା ବିଶ୍ୱରେ ନାହିଁ। କିନ୍ତୁ ଏବେ ଯେତେବେଳେ ରାସ୍ତାରେ ଆପଣ ଯିବେ, ଏ ଓଡିଆ ମାନଙ୍କୁ ଦେଖିବେ, ଆପଣଙ୍କୁ ଦୁଃଖ ଲାଗିବ। ଏଇଆ ଲାଗିବ ଯେ ଇତିହାସ ବହିରେ ବୋଧେ କୋଣାର୍କ ବୋଧେ ଆମେ କରିନଥିଲୁ, ବୋଧେ ପଡିଶାରୁ କିଏ ଆସି ତିଆରି କରିଥିଲା। ଗୋଟେ ସୋସିଆଲ ମିଡିଆରେ ଦେଖିବ, ସିଏ ଆସି କହୁଛି ହ୍ୱାଏ ମୁଣ୍ଡି ମାରିଦେଲେ ଧର୍ମା ମୁଣ୍ଡି ମାରିଲେ ହ୍ୱାଏ, ସିଏ ଗୋଟେ ପୁଣି ପ୍ରଶ୍ନ ପଚାରୁଛି। ସିଏ ପୁଣି ଗୋଟେ ଓଡିଆ ଇନଫ୍ଲୁଏନ୍ସର, ତାର ପୁଣି ଆପଣ ଫଲୋଅର ଦେଖି ଆଶ୍ଚର୍ଯ୍ୟ ହେଇଯିବେ। ଏଭଳିଆ ପରିସ୍ଥିତିରେ କଣ ଆପଣ ଆଶା କରିବେ? ଗୋଟେ ଲେଡିଜ ଅଛନ୍ତି, ତାଙ୍କ ନାଁ ମୁଁ କହିବିନି, ସମ୍ ବେହେରା ବୋଧେ, ମୋର ଟିକେ ଟିକେ ଯାହା ମନେ ପଡୁଛି। ସେ ସ୍ତ୍ରୀ ଲୋକଟି ଆସୁଛନ୍ତି, ଦୈନିକ ମାଠୁ ଆରମ୍ଭ କରୁଛନ୍ତି, ଭଉଣୀ ଆଈ ପାଖରେ ସାରୁଛନ୍ତି। ସେମାନଙ୍କ ବହୁତ ଫଲୋଅର୍ସ। 85,000 ଫଲୋ, ମାନେ ତାକୁ ଦୈନିକ ଲୋକ ସୋଦା ଶୁଣିବା ପାଇଁ ଫଲୋ କରୁଛନ୍ତି। ଆପଣଙ୍କ ଉନ୍ମୋଚନର ଫଲୋଅର ଆପଣ ଦେଖିବେ। ନାଇଁ ଆଜ୍ଞା, ଆମର କମ। ଘୁଷୁରୀ କି ପାଚିଲା କଦଳୀ ଭଲ ଲାଗେ ନାହିଁ, ନାହିଁ, ନାହିଁ। ଘୁଷୁରୀ ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ। ଆମେ ଓଡିଆ ବର୍ତ୍ତମାନ ହେଇଯାଇଛେ, ସେଇଆ ମୁଁ ବାରମ୍ବାର ଆପଣଙ୍କୁ କହିଛି, ଆମେ ଓଡିଆ ଭାରି ବଢିଆ ହେଇଯାଇଛେ, ମାନସିକ କୋଢିଆ। ଆଉ ଗୋଟେ ଅଛି, ମୁଁ କହିବିନି, ସେଟା ଦର୍ଶକ ବିଚାର କରି କମେଣ୍ଟରେ ଦେଇଦେବେ। ଆଜ୍ଞା, ଅନେକ ଅନେକ ଧନ୍ୟବାଦ ଆପଣଙ୍କର ବହୁମୂଲ୍ୟ ସମୟ ପାଇଁ। ନମସ୍କାର।